हेलो स्टूडेंट्स, गुड इवनिंग। आशा करछु आपण समस्त भलर थिबे। तो प्लस थ्री सेमेस्टर कहूँ थार्ड सेमेस्टर आप समस्त भलर ଦେଇଥିବେ। केମିତି कौन एग्जाम ହେଇଛି କମେଣ୍ଟରେ ସବୁ ଜଣେଇବେ ମୋତେ। ଆଜି ଆମେ ପଢିବା କଣ ନା ଆପଣଙ୍କର କଣ୍ଟେମ୍ପରାରୀ ଇଣ୍ଡିଆ ଆଣ୍ଡ ଏଜୁକେସନର ସେମିଷ୍ଟାର 4 ଆପଣଙ୍କର ସେମିଷ୍ଟାର 4 ର ୟୁନିଟ୍ 1 ଅଛି ନର୍ମାଟିଭ ଭିଜନ ଅଫ ଇଣ୍ଡିଆନ୍ ଏଜୁକେସନ ଆଣ୍ଡ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାର ଗୋଟେ ୱାନ୍ ଶॉट ଭିडिଓ ଆମେ କରୁଛନ୍ତି ହେଲା, ସେଟା ଆମେ ପଢିବା ହେଲା। ତାପରେ ଦେଖିବା ଫାଷ୍ଟ ଅଛି କଣ ନା କନଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ଆଣ୍ଡ ବେସିକ ଫିଚର ହେଲା। କନଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ବେସିକ ଫିଚର, କନଷ୍ଟିଟ୍ୟୁସନ ର ବେସିକ ଫିଚର କଣ କଣ ସେଟା ଆମେ ଦେଖିବା। ଫାଷ୍ଟ ତା ଇଣ୍ଟ୍ରୋଡକ୍ସନ ନେଇଯିବା କନଷ୍ଟିଟ୍ୟୁସନ ର କଣ ନା କନଷ୍ଟିଟ୍ୟୁସନ ଇଜ ଏ ରିଟନ୍ ଡକ୍ୟୁମେଣ୍ଟ ଦ୍ୟାଟ କଣ୍ଟେନ୍ସ ଏ ସେଟ୍ ଅଫ ରୁଲ୍ସ ଫର ଏ ଗଭର୍ନମେଣ୍ଟ। ଗୋଟେ ଗଭର୍ନମେଣ୍ଟ ଚଲେଇବା ପାଇଁ ହେଲା ଯାହା ଯାହା ରୁଲ ରେଗୁଲେସନ ଦରକାର ସେ ସବୁ କିଏ ହଉଛି ବନେଇଥାଏ ନା ଆମର କନଷ୍ଟିଟ୍ୟୁସନ ବନେଇଥାଏ। ଇଟ ଡିଫାଇନ୍ସ ଦ ଫଣ୍ଡାମେଣ୍ଟାଲ It defines the fundamental political principles and establishing the structure, procedure, power and duties of a government। ମାନେ ଗୋଟେ ଗଭର୍ନମେଣ୍ଟ ପାଖର କଣ କଣ ପାୱାର ରହିବ, କଣ କଣ ଡ୍ୟୁଟିଜ ରହିବ, ଏ ସବୁ କିଏ ହଉଛି ଡିଫାଇନ କରିଥାଏ ନା ହଉଛି ଆମର କନଷ୍ଟିଟ୍ୟୁସନ ଡିଫାଇନ କରିଥାଏ ହେଲା। ଗୋଟେ ଗଭର୍ନମେଣ୍ଟ ଆମର ଧରେ ଆମର ସେଣ୍ଟର ପାଖର କଣ କଣ ପାୱାର ରହିବ, ଯେ ଇଲେକ୍ସନ କରିବାର ପାୱାର ରହିବ, କି ହଉଛି ଗୋଟେ ପ୍ରୋଜେକ୍ଟ ବନେଇବାର ପାୱାର ରହିବ, ଇଲେକ୍ଟ୍ରିସିଟି କୋଉ ଭଳିଆ କଣ ଦିଆଯିବ, ଏ ପ୍ରକଳ୍ପ କୋଉ ଭଳିଆ କଣ କରାଯିବ, ସେ ସବୁ ପାୱାର କିଏ ଲେଖିଛି ନା ଆମର କନଷ୍ଟିଟ୍ୟୁସନ ରଖିଛି। The Constitution of World is the world's lengthiest written constitution with 395 articles and 8 schedules। ଆମ ଯୋଉ ଇଣ୍ଡିଆର ଯୋଉ କନଷ୍ଟିଟ୍ୟୁସନ ଅଛି ମନେ ରଖିବ ସବୁଠୁ ହଉଛି ଲେନ୍ଦିଏଷ୍ଟ ଆମର ହଉଛି ସରି ସବୁଠୁ ବଡ ହଉଛି କନଷ୍ଟିଟ୍ୟୁସନ ଯାହା ପାଖରେ 395 ଆର୍ଟିକଲ ଅଛି ଆଉ 8ଟା ଶିଡ୍ୟୁଲ ଅଛି। ଆଉ ସମସ୍ତେ ଆମେ ଜାଣିଛନ୍ତି ଯେ ଆମର ଇଣ୍ଡିଆନ କନଷ୍ଟିଟ୍ୟୁସନକୁ କିଏ ବନେଇଥିଲେ, ଡକ୍ଟର B.R. ଆମ୍ବେଦକର ବନେଇଥିଲେ। The Indian Constitution was drafted by a committee appointed by the Constituent Assembly with B.R. Ambedkar and its chairman as its chairman ହେଲା। ଗୋଟେ କମିଟି ବସିଥିଲା, କମିଟିର ବହୁତ ଜଣ ମେମ୍ବର ଥିଲେ ଆଉ ତାର ଚେୟାରମ୍ୟାନ କିଏ ଥିଲେ, B.R. ଆମ୍ବେଦକର ହେଲା। ତାପରେ the Constitution of India is the country's supreme law which was adopted on November 26, 1949 and came into effect on January 26, 1950। It established India as a sovereign, social, secular and a democratic republic। ମନେ ରଖିବ ସବୁବେଳେ ପାଇଁ ଆମର ଯୋଉ କନଷ୍ଟିଟ୍ୟୁସନ ଅଛି ତାକୁ ଯଦି କ୍ୱେଶ୍ଚନ ପଡିବ ଆଡପ୍ଟେଡ କେବେ ହେଇଥିଲା, ନଭେମ୍ବର 26, 1949। ଆଉ କେବେ ଇଫେକ୍ଟ ମାନେ ଲୋକଲୋଚନକୁ କେବେ ଆସିଥିଲା ନା ହଉଛି ଜାନୁଆରୀ 26, 1950 ରେ ଆସିଥିଲା। ମୁଁ ଯଦି ମୁଁ ଖାଲି କହୁଛି ଯେ କ୍ୱେଶ୍ଚନ ପଡିବ, କ୍ୱେଶ୍ଚନ ଏଟା କୋଉଠି ପଡେ ନା ଇଏ ସବୁ ଯେତିକି ଇଏ ସବୁ ପଲିଟି ପାଠ ହେଲା। ପଲିଟି ପାଠ ତମ ସବୁ ତ ଜାଣିଥିବ, ପଲିଟି ପାଠ ଇଏ ସବୁ କୋଉଠି ପଡିବ, ତମର ଯୋଉ ଏକ୍ସାମ ହବ ଆରଏସଟି କିମ୍ବା ଏଲଟିଆର କୁହ, ଏ ସବୁ ଏକ୍ସାମ ରେ ହଉଛି ଏଇ ପାଠ ଆଡକ ତମର ପଡିବ। ଏଇ ଯୋଉ କନଷ୍ଟିଟ୍ୟୁସନ ଆମ ଇଣ୍ଡିଆକୁ କୋଉ ଭଳିଆ ଦର୍ଶାଯାଇଛି ନା ଇଣ୍ଡିଆ ଗୋଟେ ସଭରେନ, ସୋସିଆଲିଷ୍ଟ ଆଉ ହଉଛି ସିକୁଲାର ଏଣ୍ଡ ଡେମୋକ୍ରେଟିକ କଣ୍ଟ୍ରି ବୋଲି ଗୋଟେ କୁହାଯାଇଛି। ଏ ସବୁର ମାନେ ହଉଛି ପରେ ଆଗରୁ ଏକ୍ସପ୍ଲେନ କରିଦେବେ। এই କନଷ୍ଟିଟ୍ୟୁସନ ବନିବା ପାଇଁ କେତେ ଦିନ ସମୟ ଲାଗିଥିଲା ନା 2 years 11 months 18 days ହେଲା। 2 ବର୍ଷ 11 ମାସ 18 ଦିନ ଲାଗିଥିଲା କନଷ୍ଟିଟ୍ୟୁସନ ଟାକୁ ବନିବା ପାଇଁ। ତାପରେ ଆମେ ଦେଖିବା ଫିଚର୍ସ ଅଫ କନଷ୍ଟିଟ୍ୟୁସନ ହେଲା, କିଛି କିଛି କଣ କଣ ମେନ୍ ଫିଚର ଅଛି କନଷ୍ଟିଟ୍ୟୁସନ ସେ ସବୁ ଦେଖିବା ହେଲା। The Constitution of India has many basic features କଣ କଣ, ପାର୍ଲାମେଣ୍ଟାରୀ ଫର୍ମ ଅଫ ଗଭର୍ନମେଣ୍ଟ ହେଲା। ଆମର ଯୋଉ ଗଭର୍ନମେଣ୍ଟ ଅଛି ତାର ପାର୍ଲାମେଣ୍ଟାରୀ କଣ, ଆମର ଅଛି ଗୋଟେ ଲୋକସଭା ଆଉ ଗୋଟେ ରାଜ୍ୟସଭା ହେଲା। ସେଇ ଆଡକୁ ସେ କଥା କହିଛି ଯେ ଆମର ଗୋଟେ ଗଭର୍ନମେଣ୍ଟର ଗୋଟେ ଲୋକସଭା ରହିବ, ଗୋଟେ ରାଜ୍ୟସଭା ରହିବ ହେଲା। ଆଉ ପ୍ରାଇମ ମିନିଷ୍ଟର ହଉଛନ୍ତି ଲିଡର ହେବେ କଣ୍ଟ୍ରିର ହେଲା। ଦ ପ୍ରାଇମ ମିନିଷ୍ଟର ଇଜ ଦ ଲିଡର ଅଫ ଦି କଣ୍ଟ୍ରି। ତାପରେ ଫଣ୍ଡାମେଣ୍ଟାଲ ରାଇଟ୍ସ ଆମର କେତେଟା ଫଣ୍ଡାମେଣ୍ଟାଲ ଅଛି, 6ଟା ଫଣ୍ଡାମେଣ୍ଟାଲ ରାଇଟ୍ସ। क्वेश्चन ବହୁତ ଥର ପଡେ ହେଲା, ଏସଏସସି ରେ ବି ଆମର କେତେଟା ଫଣ୍ଡାମେଣ୍ଟାଲ ରାଇଟ୍ସ ଅଛି, 6ଟା ଫଣ୍ଡାମେଣ୍ଟାଲ ରାଇଟ୍ସ ଅଛି। ଆଉ ଏଟା କୋଉଠି ଅଛି, କନଷ୍ଟିଟ୍ୟୁସନ ର ପାର୍ଟ 3 ରେ ଅଛି ହେଲା। କନଷ୍ଟିଟ୍ୟୁସନ ର ପାର୍ଟ 3 ରେ ଲେଖା ହେଇଛି କଣ ଆମର ଫଣ୍ଡାମେଣ୍ଟାଲ ରାଇଟ୍ସ। ଫଣ୍ଡାମେଣ୍ଟାଲ ରାଇଟ୍ସ କଣ ହେଲା, ଗୋଟେ ଗୋଟେ ମଣିଷ ଗୋଟେ ମାନବ ଅଧିକାର ହେଲା। ଫଣ୍ଡାମେଣ୍ଟାଲ ରାଇଟ୍ସ ର ଓଡିଆ ହଉଛି ମାନବ ଅଧିକାର। ଗୋଟେ ମଣିଷ ଯିବା ପାଇଁ ତାକୁ ଯୋଉ ଯୋଉ ଅଧିକାର ଦରକାର, ସେ ଖୋଲିକି କଥା ହେଇପାରୁଥିବ, ଖୋଲିକି ଚାରିଆଡେ ବୁଲି ପାରୁଥିବ, ତା ରିଲିଜିଅନ କୁ ଚାରିଆଡେ ମାନେ କଣ ମାନେ ଆମେ ଯୋଉ ଭଳିଆ ଭର୍ଜନ ପରିବର୍ତ୍ତନ କରିକି ଆମ ରିଲିଜିଅନ ଟାକୁ କଣ କରୁ, ପ୍ରଚାର କରୁ ନା, ସେ ସବୁ ଆମକୁ କିଏ ଦେଇଛି, ଆମ କନଷ୍ଟିଟ୍ୟୁସନ ସେ ସବୁର ଅଧିକାର ଦେଇଛି। ତାପରେ ହଉଛି ସେକୁଲାରିଜିମ। ସେକୁଲାରିଜିମ କଣ, ଦ କନଷ୍ଟିଟ୍ୟୁସନ ପ୍ରମୋଟ୍ସ ଏ ସେକୁଲାର ଷ୍ଟେଟ where all religion are treated equally and no religion is official state of religion। ମାନେ କଣ ନା କୋଉ ବି ଦେଖିଛ କୋଉ ଷ୍ଟେଟ ର କହିବେ ଏଇଟା ଗୋଟେ ହିନ୍ଦୁ ଷ୍ଟେଟ, ଏଇଟା ଗୋଟେ ମୁସଲିମ ଷ୍ଟେଟ, ଏଇଟା ଗୋଟେ ଶିଖ ଷ୍ଟେଟ, କେବେ ଶୁଣିଛ ଏଟା, କେବେ ଶୁଣିଥିବ କାହିଁକି, ଆଉ ଯେତିକି ବି ଆମ ଷ୍ଟେଟ ମାନଙ୍କର କୌଣସି ରିଲିଜନ ନଥାଏ, ଗୋଟେ ଷ୍ଟେଟ ଭିତରେ ସବୁ ପ୍ରକାର ରିଲିଜନ ମିଶିକି ରହିପାରିବେ। ଅଲ୍ ରିଲିଜନ ଆର୍ ଟ୍ରିଟେଡ ଇକ୍ୱାଲି। ଗୋଟେ ଷ୍ଟେଟ ଭିତରେ ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିଆନ ସମସ୍ତେ ଇକ୍ୱାଲି ଟ୍ରିଟେଡ ହେବେ, ସମସ୍ତଙ୍କୁ ଇକ୍ୱାଲି ଟ୍ରିଟ୍ କରାଯିବ। ତାପରେ କଣ ନା ଆଇଲା ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ। ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ କଣ, ଦ କନଷ୍ଟିଟ୍ୟୁଟ ଏଷ୍ଟାବ୍ଲିଶ ଏନ୍ ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆଲ ସିଷ୍ଟମ ୱିଥ ଦ ସୁପ୍ରିମ କୋର୍ଟ ଅଫ ଦି ଟପ୍ ଏଟ୍ ଦି ଟପ୍। ମାନେ କଣ, ଆମର ଯେତିକି ନ୍ୟାୟ ବ୍ୟବସ୍ଥା ଅଛି ହେଲା, ନ୍ୟାୟ ବ୍ୟବସ୍ଥା ଅଛି ହେଲା,
ତାର କଣ ସମସ୍ତଙ୍କ ପ୍ରତି ସମାନ ସମାନ ନ୍ୟାୟ ବ୍ୟବସ୍ଥା ରହିବ। ଗୋଟେ ଯଦି ଗରିବ ଲୋକଟେ ଚୋରି କରୁଛି ତା ପ୍ରତି ଯୋଉ ଦଣ୍ଡ ରହିବ, ଗୋଟେ ଧନୀ ଲୋକ ଯଦି ସେଇ ଚୋରି କଲା ତାହେଲେ ତା ପ୍ରତି ମଧ୍ୟ ସେଇ ଦଣ୍ଡ ରହିବ। ଦ୍ୟାଟ୍ ଇଜ ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ। ହେଲା, ତାପରେ ଆଡଲ୍ଟ ସଫରେଜ, ଏଇଟା ମନେ ରଖିବ। ଆଡଲ୍ଟ ସଫରେଜ କଣ ନା ରାଇଟ୍ ଟୁ ଭୋଟ। ମୁଁ ସବୁ ହଉଛି କଣ କରିଦେଇଛି, ହାଇଲାଇଟ୍ କରିଦେଇଛି, ତମକୁ ଫୁଲ ପଢତେ ପଡିବନି। ଯେତେବେଳେ ତମେ ହଉଛି ନୋଟଟା ପଛରେ ପଢିବ, ରିଭିଜନ ମାରିବ, ତମକୁ ଫୁଲ ପଢତେ ପଡିବନି। ତମେ ଜାଣିବ ଆଡଲ୍ଟ ସଫରେଜ ମାନେ ରାଇଟ୍ ଟୁ ଭୋଟ ମାନେ କଣ, 18 ବର୍ଷ ଜଣ ଗୋଟେ ଛୁଆର ପାରିଗଲା ମାନେ, ଗୋଟେ ଲୋକର ଯଦି 18 ବର୍ଷ ପାରିଗଲା ତାର ଭୋଟ ଦବାର କଣ ଅଛି, ଅଧିକାର ଅଛି। ସେଇଟା ହଉଛି ଆଡଲ୍ଟ ସଫରେଜ। ତାପରେ ସିଙ୍ଗଲ ସିଟିଜେନସିପ। ସିଙ୍ଗଲ ସିଟିଜେନସିପ କଣ ନା, ସିଙ୍ଗଲ ସିଟିଜେନସିପ ହଉଛି ଆମ ଇଣ୍ଡିଆର, ହେଲା, ଯେତିକି ବି ଲୋକମାନେ ବସବାସ କରୁଛନ୍ତି, ଯେତିକି ବି ନାଗରିକ, ତମେ ହୁଅ ମୁଁ ହଉ, ଆମର ଯିଏ ବି ହୁଅନ୍ତୁ, ହେଲା, ସମସ୍ତଙ୍କୁ କଣ ଲେଖୁଛନ୍ତି, ଆମେ ଯେତେବେଳେ କିଛି ଫର୍ମ ଫିଲ୍ଅପ୍ କରୁଛନ୍ତି ଆମେ ସେଠି କଣ ଲେଖୁଛନ୍ତି, ଇଣ୍ଡିଆ ଲେଖୁଛନ୍ତି ନା, ନା ଆମେ ଲେଖୁଛନ୍ତି ଇଣ୍ଡିଆ, ବ୍ରିଟେନ, ୟୁଏସ୍ ଏସବୁ ଲେଖୁଛନ୍ତି। ଆମେ ଗୋଟିଏ ହିଁ ଆମର ହଉଛି ସିଟିଜେନସିପ ନେଉଛନ୍ତି, ସେଟା ହଉଛି ଇଣ୍ଡିଆ। ଦ୍ୟାଟ୍ ଇଜ ସିଙ୍ଗଲ ସିଟିଜେନସିପ ଫର ଅଲ୍ ସିଟିଜେନ୍ସ ଅଫ ଇଣ୍ଡିଆ। ତାପରେ ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ୍ ପଲିସି। ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ୍ ପଲିସି କଣ, ଡିପିଏସପି, ଆମର ହଉଛି ସର୍ଟ ଫର୍ମ ହଉଛି ଡିପିଏସପି। ଡିପିଏସପି କଣ, ୟା ଉପରେ ଗୋଟେ ସର୍ଟ ନୋଟ ଅଛି ଯୋଉଟା କି ମୁଁ ହଉଛି ଆଗକୁ ତମକୁ କହିଦେବି। ତାପରେ କ୍ୱାସି ଫେଡରାଲ। କ୍ୱାସି ଫେଡରାଲ କଣ, ତ କନଷ୍ଟିଟ୍ୟୁସନ ଇଜ କ୍ୱାସି ଫେଡରାଲ ନେଚର। କ୍ୱାସି ଫେଡରାଲ ବହୁତ ଛୁଆଙ୍କ ମନରେ ଡାଉଟ ଥିଲା। କ୍ୱାସି ଫେଡରାଲ କଣ କହିଲା, ଏହା କହିଲା ଆମର ଯୋଉ କନଷ୍ଟିଟ୍ୟୁସନ କହିଲା ଯେ ଆମର ଦେଶ ଏମିତି ଗୋଟେ ରହିବା ଦରକାର, ତାର ସେଣ୍ଟ୍ରାଲ ଆଉ ଷ୍ଟେଟ ଏ ଦି ଜଣଙ୍କ ଭିତରେ ଯୋଉ ପାୱାର ଡିଷ୍ଟ୍ରିବ୍ୟୁସନ ହବ ଅନଇକ୍ୱାଲ ହବ। କଣ ନା, ଆମ ସେଣ୍ଟ୍ରାଲ ପାଖରେ ଅଧିକା ପାୱାର ରହିବ, ଆଉ ହଉଛି ଆମର ହଉଛି ଷ୍ଟେଟ ପାଖରେ କମ ପାୱାର ରହିବ। ସାର୍ କିନ୍ତୁ କଣ ସାର୍ ପାୱାର କନଷ୍ଟ୍ରିବ୍ୟୁସନ କଣ, ଇଲେକ୍ସନକୁ ନେଇକି ଆମେ କଥା କହିବା। ଇଲେକ୍ସନ ହଉଛି ଗୋଟେ ହଉଛି ଆମର ପ୍ରାଇମ ମିନିଷ୍ଟର କିମ୍ବା ହଉଛି ତମର ହଉଛି ପ୍ରେସିଡେଣ୍ଟ କୁହ, ଏମାନେ ସମସ୍ତଙ୍କର ଇଲେକ୍ସନ, ଆଉ ହଉଛି ତମ ଗାଁର ସରପଞ୍ଚଙ୍କ ଇଲେକ୍ସନ, ହେଲା। ସେ ସବୁ କଣ, ଗୋଟେ ଯେତେବେଳେ ଗୋଟେ ରାଷ୍ଟ୍ରପତି ତମେ ବାଛୁଛ, ଗୋଟେ ବହୁତ ବଡ କାମ ନା, ତାକୁ କାହାକୁ ଦିଆଯିବ, ସେଣ୍ଟ୍ରାଲକୁ ଦିଆଯିବ। ଆଉ ହଉଛି ଯୋଉ ତମେ ଯଦି ଗୋଟେ ସରପଞ୍ଚକୁ ବାଛୁଛ, ତାକୁ କଣ ଦିଆଯିବ, ଷ୍ଟେଟକୁ ଦିଆଯିବ। ତାପରେ ବ୍ଲେଣ୍ଡ ଅଫ ରିଜିଡିଟି ଆଣ୍ଡ ଫ୍ଲେକ୍ସିବିଲିଟି କଣ କହୁଛି, ତ ଆମ କନଷ୍ଟିଟ୍ୟୁସନ ଇଜ ନାଇଦର କମ୍ପ୍ଲିଟଲି ରିଜିଡିଟି ଅର ନାଇଦର ଫ୍ଲେକ୍ସିବିଲିଟି। ମାନେ କଣ ନା, ଯୋଉ ଧରେ ଗୋଟେ ଲୋକଟେ ଚୋରି କରୁଛି, କଣ କରୁଛି, ଚୋରି କରୁଛି ନା, ଗୋଟେ ଚୋରି କଲେ ତାକୁ ଆମେ ଗାଁକୁ ନେଇକି କଣ କରୁଛନ୍ତି, ତାକୁ ଜେଲରେ ଦେଇ ଦଉଛନ୍ତି। ଜେଲ ବାଲା କଣ ତାକୁ ଫାଶୀରେ ଚଢେଇ ଦଉଛନ୍ତି, ଫାଶୀରେ ଚଢଉନାହାନ୍ତି, ତାକୁ କଣ କରୁଛନ୍ତି, ତାକୁ ପଚରା ଉଚରା କରୁଛନ୍ତି, ଯଦି ସେ ଦେଇଦେଲା ତା ପ୍ରତି କଣ ମାନେ ଅଳ୍ପ ସଜା ତାକୁ ଦଉଛନ୍ତି। ସେଇଟା ହଉଛି ରିଜିଡିଟି ହବନି କି ପୁରା ଫ୍ଲେକ୍ସିବିଲିଟି, ନା ପୁରା ସହଜ ସୁବିଧାରେ ଗୋଟେ ଲୋକଟେ ମୁକ୍ତି ହେଇଯିବ, ନା ପୁରା ତାକୁ ବହୁତ ବଡ ଦଣ୍ଡ ଦିଆଯିବ, ହେଲା। ସେଇଭଳିଆ ହଉଛି କଣ ଆମ କନଷ୍ଟିଟ୍ୟୁସନଟା ଅଛି। ତାପରେ ସକ୍ସେସ୍ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ, ହେଲା। ସକ୍ସେସ୍ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ କଣ, ହେଲା, ସକ୍ସେସ୍ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ ଆମେ ସମସ୍ତେ ଜାଣିଛନ୍ତି, ଆମର ଇଣ୍ଡିଆନ କନଷ୍ଟିଟ୍ୟୁସନ ହଉଛି ସବୁଠୁ ଲେନ୍ଦି କନଷ୍ଟିଟ୍ୟୁସନ, ହେଲା। ଯାହା ଯେତିକି ବି କନଷ୍ଟିଟ୍ୟୁସନ ଅଛି ସବୁଠୁ ଲେନ୍ଦି କଣ, ଆମର ହଉଛି ଇଣ୍ଡିଆନ କନଷ୍ଟିଟ୍ୟୁସନ। ଏଇ ଯୋଉ ଇଣ୍ଡିଆନ କନଷ୍ଟିଟ୍ୟୁସନ ଇଏ ହଉଛି କଣ କରୁଛି ନା, ବହୁତ ଗୋଟେ ଚାରି ପାଞ୍ଚଟା ଛଅଟା ସାତଟା ଆଠଟା ଜାଗାରୁ ସବୁ ଟିକେ ଟିକେ କପି କରିକି ଆଣିକି ଗୋଟେ ତାର ବହି ଲେଖିଛି, ବୁଝିପାରିଲେ। କିଏ ସେ କାମଟା କିଏ କରୁଛନ୍ତି, ଆମର ଡକ୍ଟର ଭୀମରାव ଆମ୍ବେଦକର କରୁଛନ୍ତି। କୋଉଠୁ କୋଉଠୁ ଆମେ ସବୁ ଆଣିଛନ୍ତି ଆମ କନଷ୍ଟିଟ୍ୟୁସନକୁ, ଆଣିଲେ ତ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆନ ଆକ୍ଟ 1935 ରୁ, ବ୍ରିଟିଶ କନଷ୍ଟିଟ୍ୟୁସନ ରୁ, ଫ୍ରେଞ୍ଚ କନଷ୍ଟିଟ୍ୟୁସନ ରୁ, ଇରିଶ ରୁ, ୟୁଏସ ରୁ, ଅଷ୍ଟ୍ରେଲିଆ ରୁ, କାନାଡିଆନ ରୁ, ଏଇଭଳିଆ ସବୁ ଲେଖିଛି। ମୁଁ ଏଇଭଳିଆ କରିକି ଛୁଆ ଲେଖିଛି, ତମେ ହଉଛି କଣ କରିବେ, ଏଇଭଳିଆ ଲେଖିପାରିବ ବକ୍ସ କାଟିକି ତମ ପରୀକ୍ଷାରେ। ତମେ କିଛି ଛୁଆଙ୍କ ଠାରୁ କିଛି ଅଲଗା କରିବ, ହେଲା। ଯୋଉ ଛୁଆ ମାନେ ଯୋଉଭଳିଆ ବୁଲେଇ ଦେବେ, ଏପଟେ କରିଦେବେ, ସେମିତି ଯଦି ବି କୋଉଠି କରିବ, କିନ୍ତୁ ଏଇଭଳିଆ ବି କରିପାରିବ। ଫାଷ୍ଟ ଲେଖିବ ଶୋଷକ, ତାପରେ ହଉଛି ଗୋଟେ ଗୁଲେଇ କାଟିଦବ, ଏଇଟା ଲେଖିବ, ଏଟା ଲେଖିବ, ଏଟା ଲେଖିବ। ତ ଗୋଟେ ଯିଏ ଖାତା ଦେଖିବ ତା ଆଖିରେ କଣ ମାନେ ସେ ସାର୍ ଆଖି ଦୃଶିଆ ଖାତାଟା ହବ, ହେଲା। ତ ଆମେ ଦେଖିବା ବ୍ରିଟିଶ କନଷ୍ଟିଟ୍ୟୁସନରେ ଆମେ କଣ କଣ କପି କଲେ। ଆମର ପାର୍ଲାମେଣ୍ଟାରୀ ସିଷ୍ଟମ, ମୁଁ ଆଗରୁ କହିକି ଆସିଛି, ପାର୍ଲାମେଣ୍ଟାରୀ ସିଷ୍ଟମରେ କଣ ହବ ନା, ବାଇ କ୍ୟାମେରାଲ ଲେଜିସ୍ଲେଚର ହବ। ଇଣ୍ଡିଆ ଆଡପ୍ଟେଡ ଦ ବ୍ରିଟିଶ ପାର୍ଲାମେଣ୍ଟାରୀ ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ ହୁଇଚ ଇନକ୍ଲୁଡ୍ସ ବାଇ କ୍ୟାମେରାଲ ଲେଜିସ୍ଲେଚର। ମାନେ କଣ, ଲୋକସଭା ରହିବ, ରାଜ୍ୟସଭା ରହିବ, ଆଉ ଆମର ହେଡ୍ କିଏ ରହିବ, ପ୍ରାଇମ ମିନିଷ୍ଟର ହେଡ୍ ରହିବ। ତାପରେ ରୁଲ ଅଫ ଲ। ରୁଲ ଅଫ ଲ କଣ ଜାଣିଛ, କନସେପ୍ଟ ଅଫ ରୁଲ ଅଫ ଲ ଇନ ଦ ପ୍ରିନ୍ସିପଲ ଅଫ ଜୁଡିସିଆଲ ରିଭ୍ୟୁ ଇନ୍ସପାୟାର୍ଡ ବାଇ ଦ ବ୍ରିଟିଶ ଲିଗଲ। ମାନେ ରୁଲ ଅଫ ଲ କଣ, ଆମର ଯେତିକି ବି ଫଣ୍ଡାମେଣ୍ଟାଲ ରାଇଟ୍ସ ଅଛି, ଯେତିକି ରୁଲ ରେଗୁଲେସନ ଅଛି, ତାକୁ ସବୁ ପ୍ରିଜର୍ଭ କରିକି ରଖାଯିବ, ସମସ୍ତଙ୍କ ପ୍ରତି ଇକ୍ୱାଲି ଡିଷ୍ଟ୍ରିବ୍ୟୁଟେଡ ହବ। ତାପରେ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆନ ଆକ୍ଟ 1935 ରୁ ଆମେ କଣ ଆଣିଲେ ନା, ଏଠି ହଉଛି କଣ କହିଥିଲା, ଏଇ ଯେତେବେଳେ ଆମର ଇଣ୍ଡିଆ ଯେତେବେଳେ ଇଣ୍ଡିଆ 1947 ରେ ସ୍ୱାଧୀନ ହେଲା, ତା ପୂର୍ବରୁ ଯୋଉ ଆମର ବ୍ରିଟିଶ ପାର୍ଲାମେଣ୍ଟ ଥିଲା, ସିଏ ହଉଛି କିଛି ରୁଲ ରେଗୁଲେସନ କରିଦେଇଥିଲା ଯେ ଏଇ ରୁଲ ରେଗୁଲେସନ ଅନୁସାରେ ଇଣ୍ଡିଆ ହଉଛି ତା ଲୋକମାନଙ୍କୁ ମାନେ ଶାସନ କରିବ, କିମ୍ବା ଲୋକମାନେ ଏଇ ରୁଲ ରେଗୁଲେସନକୁ ମାନିବା ଉଚିତ। ସେଇଟାରୁ ଆମେ ଗୋଟେ ପଏଣ୍ଟ ଉଠେଇଲେ କଣ ନା, ପ୍ରୋଭାଇଡ ଏ ଡିଟେଲ ଫ୍ରେମୱାର୍କ ଅଫ ଗଭର୍ନାନ୍ସ ଆଣ୍ଡ ଦି କ୍ରିଏସନ ଅଫ ଦି ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ। ଯୋଉ ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ କଥାଟା, ହେଲା, କଣ ସମସ୍ତଙ୍କୁ ସମାନ ଭାବରେ ଦଣ୍ଡ ବିଧାନ କରାଯିବ, ସମସ୍ତଙ୍କ ପାଇଁ ସମାନ ଦଣ୍ଡ ବିଧାନ ଅଛି, ସେଟା ଆମେ କୋଉଠୁ ଆଣିଥିଲୁ ନା, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆନ ଆକ୍ଟ 1935। ତାପରେ ୟୁନାଇଟେଡ ଷ୍ଟେଟ ଅଫ କନଷ୍ଟିଟ୍ୟୁସନ, ୟୁନାଇଟେଡ ଷ୍ଟେଟ ପାଖରୁ ଆମେ କଣ ଆଣିଲେ, ଫେଡରାଲ ଷ୍ଟ୍ରକ୍ଚର। ଫେଡରାଲ ଷ୍ଟ୍ରକ୍ଚର କଣ ନା, ଦ ଡିଭିଜନ ଅଫ ପାୱାର୍ସ ବିଟୱିନ ସେଣ୍ଟ୍ରାଲ ଆଣ୍ଡ ଷ୍ଟେଟ ଗଭର୍ଣ୍ଣମେଣ୍ଟ, ହେଲା। କଣ, ଯୋଉ ଆମର ପାୱାର ଡିଭିଜନ ହବ, ହେଲା, ଧର ପାୱାର ସବୁ ଅଛି, ଗୋଟେ କଣ ସବୁ ପାୱାର କଣ ସମାନ, ପାୱାର ପୁଣି କଣ ନା, ଧରେ ଇଲେକ୍ସନ ର ପାୱାର, ତମର ହଉଛି କିଛି ଗୋଟେ ପ୍ରୋଜେକ୍ଟ ର ପାୱାର, ହେଲା, ଯୋଉଟା ଷ୍ଟେଟ କୁ ଦିଆଯିବ, ସେଇଟା ହଉଛି ସେଇଭଳିଆ ପାୱାର କଣ
ଦିଆଯିବ କି ଆମର ସେଣ୍ଟ୍ରାଲ କୁ ଦିଆଯିବନି। ଅଲଗା ଅଲଗା ପାୱାର ମଧ୍ୟ ହଉଛି ଭେଦଭାବ ଅଛି, ଗୋଟେ ବେଶୀ ପାୱାର ଅଛି, ଗୋଟେ କମ ପାୱାର ଅଛି। ମୁଁ ଯୋଉଟା ଇଲେକ୍ସନ କଥା ବି କହିଥିଲି ଯେ ଯଦି ରାଷ୍ଟ୍ରପତିର ଇଲେକ୍ସନ ହଉଛି ସେଟା ହଉଛି ଦିଆହବ କାହାକୁ, ସେଣ୍ଟ୍ରାଲ କୁ ଦିଆଯିବ। ଆଉ ହଉଛି ଯଦି ଗୋଟେ ସରପଞ୍ଚର ଇଲେକ୍ସନ ହଉଛି ତାକୁ ଷ୍ଟେଟ ଦିଆଯିବ। ହେଲା, ଏଇଭଳିଆ ସବୁ ପାୱାର ଯୋଉ ଡିଭିଜନ କରିଦିଆହବ ତାକୁ କଣ କୁହାଯାଏ, ଫେଡେରାଲ ଷ୍ଟ୍ରକ୍ଚର କୁହାଯାଏ। ତାକୁ କୋଉଠୁ ଅଣାଯାଇଥିଲା, ଆମର ୟୁଏସ କତରୁ ଅଣାଯାଇଥିଲା। ବିଲ୍ ଅଫ ରାଇଟ୍ସ ମଧ୍ୟ ୟୁଏସ କତରୁ ଅଣାଯାଇଥିଲା। ଦ ଫଣ୍ଡାମେଣ୍ଟାଲ ରାଇଟ୍ସ ଗ୍ୟାରେଣ୍ଟେଡ ଇନ ଦ ଇଣ୍ଡିଆନ କନଷ୍ଟିଟ୍ୟୁସନ ହ୍ୟାଭ୍ ସିମିଲାରିଟିଜ୍ ୱିଥ୍ ଦ ୟୁଏସ ବିଲ୍ ଅଫ ରାଇଟ୍ସ। ୟୁଏସ ବିଲ୍ ଅଫ ରାଇଟ୍ସ ସହିତ ଆମର ଯୋଉ ଫଣ୍ଡାମେଣ୍ଟାଲ ରାଇଟ୍ ଅଛି 6ଟା, ये सब ମଧ୍ୟ ସିମିଲାରିଟି ଦେଖାଯାଏ। ଆମର ଯାହା ଅଛି ତାଙ୍କର ମଧ୍ୟ ସେଇଆ ଅଛି। ତାପରେ ଇରିଶ କନଷ୍ଟିଟ୍ୟୁସନ ମାନେ କଣ ଆଣିଲେ ନା ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପଲିସି। ଯୋଉ ଡିପିଏସପି ଟା ଆମେ କୋଉଠୁ ଆଣିଥିଲେ ନା ଇରିଶ କନଷ୍ଟିଟ୍ୟୁସନ। ବହୁତ ଥର କ୍ୱେଶ୍ଚନ ପଡେ ଯେ ଆମେ ଯୋଉ ଡିପିଏସପି ଯୋଉ ଅଛି, ଡିପିଏସପି ପଲିସି ଯୋଉ ଅଛି ସେଟା ଆମେ କୋଉ ଇନଷ୍ଟିଟ୍ୟୁସନ କୋଉ କନଷ୍ଟିଟ୍ୟୁସନ ଆଣୁ, ଇରିଶ କନଷ୍ଟିଟ୍ୟୁସନ ହେଲା, which serves the guideline for the state policy inspired by the IRIS। ମାନେ ଆମ ଷ୍ଟେଟ ମାନେ କୋଉ ଭଳିଆ କାମ କରିବେ, ଷ୍ଟେଟ ମାନଙ୍କ ପାଖରେ କିଛି ରୁଲ ରେଗୁଲେସନ, ଷ୍ଟେଟ ମାନଙ୍କୁ କାମ କରିବା ପାଇଁ କିଛି ରୁଲ ରେଗୁଲେସନ ଦରକାର, ସେଇ ଆଡକୁ ହଉଛି ଡିପିଏସପି ରେ ଲେଖା ଅଛି। ମେଥଡ ଅଫ ଇଲେକ୍ସନ ଅଫ ଦ ପ୍ରେସିଡେନ୍ସି, ଏଇଟା ମନେ ରଖିବ। ଆମ ପ୍ରେସିଡେଣ୍ଟ କେମିତି ଇଲେକ୍ଟ ହେବେ ସେ କଥାଟା କିଏ କହିଛି, ଇରିଶ କନଷ୍ଟିଟ୍ୟୁସନ କହିଛି। ହେଲା, ଇରିଶ କନଷ୍ଟିଟ୍ୟୁସନ ଆସିଛି। ଦ ପ୍ରୋସେସ ଅଫ ଇଲେକ୍ଟିଂ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ, ହେଲା, କିଏ ଆଣିଛି, ଇରିଶ କନଷ୍ଟିଟ୍ୟୁସନ। କେମିତି ହେବେ, ଲୋକମାନଙ୍କ ଦ୍ୱାରା ହୁଅନ୍ତି। ହେଲା, ସମସ୍ତେ ଯେତିକି ନେତା କଥା ଲୋକମାନଙ୍କ ଦ୍ୱାରା ହୁଅନ୍ତି, ପ୍ରତ୍ୟକ୍ଷ ହଉ ପରୋକ୍ଷ ହଉ, କିନ୍ତୁ ଲୋକମାନେ ହଉଛି ତା ଦେହରେ ଇନଭଲଭମେଣ୍ଟ ରହିବେ। ତାପରେ କାନାଡିଆନ କନଷ୍ଟିଟ୍ୟୁସନ ସେଇ କହିଲା ଡିଷ୍ଟ୍ରିବ୍ୟୁସନ ଅଫ ପାୱାର। ଡିଷ୍ଟ୍ରିବ୍ୟୁସନ ପାୱାର କଥା ମଧ୍ୟ କାନାଡିଆନ କନଷ୍ଟିଟ୍ୟୁସନ ଆସିଥିଲା। କଣ, ଯୋଉ ୟୁନିୟନ ମାନେ ସେଣ୍ଟର ଆଉ ଷ୍ଟେଟ ରହିଛି, ହେଲା, ଏ ଦି ଜଣ ଭିତରେ ଯୋଉ ପାୱାର ଡିଷ୍ଟ୍ରିବ୍ୟୁସନ ହବ ସେଟା କେମିତି ହବ, କାହାକୁ ମାନେ ହଉଛି ପାୱାର ଯୋଉ ଡିଷ୍ଟ୍ରିବ୍ୟୁସନ ହବ, ଧର ବେଶୀ ପାୱାର କିମ୍ବା ବଡ ବଡ ପାୱାର, ମାନେ ବଡ ବଡ କଣ ଧର ତମର ହଉଛି ଏମର୍ଜେନ୍ସି କେସ୍ କିମ୍ବା ହଉଛି ତମର ହଉଛି ଆମର ହଉଛି କିଛି ଗୋଟେ ଆମର ଇଲେକ୍ସନ ଫିଲେକ୍ସନ, ଧର ଆମର ବମ୍ ଫମ୍ ପକାବ ସେ ये सब आड़क पावर पावर का तो रही सेंटर को तो रही आ स्टेट को तो कोन ना स्टेट को तो स्टेट रो जो इलेक्शन हो जाए एमएल फेमएल बचा जाए एमएल सब कोन करा जाए स्टेट पाखर रही थाए। तापर फ्रेंच कॉन्स्टिट्यूशन कोन अणाला रिपब्लिक आइडियल्स माने कोन ना होची द कांसेप्ट ऑफ रिपब्लिक विथ नो मोनार्की एंड इलेक्टेड हेड ऑफ स्टेट। नो मोनार्की माने बुझी पाछरो, ରାଜକୀୟ ଯୋଉ ଆଗରୁ ଚାଲୁଥିଲା ରାଜକୀୟ ବ୍ୟବସ୍ଥା, ମାନେ କଣ ରାଜାର ପୁଅ ହିଁ ରାଜ ହଉଥିଲା, ହେଲା, ସେଠି ଏଟା ସେମିତିଆ ଚାଲିଗଲା। ଆମ ଦେଶରେ ହଉଛି ରିପବ୍ଲିକ ଆସିଛି, ଗଣତନ୍ତ୍ର ଆସିଛି, ମାନେ ଲୋକମାନେ ଯାହାକୁ ହଉଛି ବାଛିବେ ତାକୁ ହିଁ କଣ ମାନିବା ପାଇଁ ପଡିବ। ତାପରେ କନସେପ୍ଟ ଅଫ ଲିବର୍ଟି ଇକ୍ୱାଲିଟି ଆଣ୍ଡ ଫ୍ରାଟର୍ନିଟି କୋଉଠୁ ଆସିଥିଲା ନା ଫ୍ରେଞ୍ଚ କନଷ୍ଟିଟ୍ୟୁସନ। ଏଇ ଯୋଉ ଲିବର୍ଟି ଇକ୍ୱାଲିଟି ଆଣ୍ଡ ଫ୍ରାଟର୍ନିଟି ଏ ସବୁ ଆଗକୁ ଅଛି, ମୁଁ ଏ ସବୁ ଗୋଟି ଗୋଟି କହିଥିଲି। ତାପରେ ଅଷ୍ଟ୍ରେଲିଆନ କନଷ୍ଟିଟ୍ୟୁସନ କଣ ହେଲା, ଟ୍ରେଡ୍ ଆଣ୍ଡ କମର୍ସ। ଟ୍ରେଡ୍ ଆଣ୍ଡ କମର୍ସ କଣ, ଦ ପ୍ରୋଭିଜନ ରିଗାର୍ଡିଂ ଟ୍ରେଡ୍ ଆଣ୍ଡ କମର୍ସ ବିଟୱିନ୍ ଷ୍ଟେଟ୍ ୱେଆର ଇନ୍ସପାୟର୍ଡ ବାଇ ଦି ଅଷ୍ଟ୍ରେଲିଆନ କନଷ୍ଟିଟ୍ୟୁସନ। ମାନେ ଟ୍ରେଡ୍ ଆଉ କମର୍ସ କଣ ନା ବାଣିଜ୍ୟ, ଆମ ଗୋଟେ ରାଜ୍ୟ ଭିତରେ କୋଉ ଭଳିଆ କଣ ବାଣିଜ୍ୟ ହେଇପାରିବ, ହେଲା, ସେ ସବୁ କିଏ କହୁଛି ନା ଏଇ ଅଷ୍ଟ୍ରେଲିଆନ କନଷ୍ଟିଟ୍ୟୁସନ କହୁଛି। ବୁଝିପାରିଲ, କହିଦେଉଛୁ। ଯଦି ଭିଡିଓଟି ଭଲ ଲାଗୁଛି ତାହେଲେ ଆମର ହଉଛି ସବସ୍କ୍ରାଇବ କରିବେ ଚ୍ୟାନେଲକୁ, ଆଉ ଭିଡିଓ ଟିକେ ଲାଇକ୍ ମଧ୍ୟ କରିବେ, ସାଙ୍ଗ ଛୁଆ ଭିତରେ ହଉଛି ସେୟାର କରିବେ, ସେମାନେ ବି ପଢିବେ। କାରଣ ଏଇଟା ଫୋର୍ଥ ସେମିଷ୍ଟର ଛୁଆ ବ୍ରେକ୍ ଭୁଲ ଲଗେଇବେନି, କାରଣ ଆପଣଙ୍କୁ ଆଉ ଗୋଟେ ଥର ରହିବା ପାଇଁ ପଡୁ। ଯଦି ଆପଣ ଏଇ ନୋଟଟା ବି ମୋ କତରୁ ପରଚେସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଇଟା ହଉଛି ମୋ ହ୍ୱାଟ୍ସଆପ ନମ୍ବର, ହେଲା, ଏଇଟାରେ ଆପଣ ମୋତେ ମେସେଜ କରିପାରିବେ। ମେସେଜ କଲେ ମୁଁ ଆପଣଙ୍କୁ ଏଇ ନୋଟ ପ୍ରୋଭାଇଡ କରିଦେବି। ତାର କିଛି ପୋଷ୍ଟ ରହୁଛି ନୋଟରେ, ହଉଛି ଗୋଟେ ଯଦି ଆପଣ ଏଇଟା ପରଚେସ୍ କରୁଛନ୍ତି ତାହେଲେ ହଉଛି 99 रुपीज ରହୁଛି। ବଟ୍ ୟାର ଯୋଉ ଚାରିଟା ମୋତେ ଏଇ ଫୋର୍ଥ ସେମିଷ୍ଟରରେ ଯୋଉ ଚାରିଟା ସବଜେକ୍ଟ ଅଛି, ଯଦି ଆପଣ ପରଚେସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 350 रुपीजରେ ଆପଣଙ୍କୁ ମିଳିଯିବ। କାହିଁକି ନୋଟ ଆପଣଙ୍କ ହିସାବରେ ଆପଣ ପଇସା ନେଉଛନ୍ତି ନା ଛୁଆ, ଏଇଟା ବନେଇବା ପାଇଁ ବହୁତ ଟାଇମ ଲାଗିଛି। ଆଉ ଏଇଟା ମାନେ କଣ ସବୁଆଡୁ ଦେଖି ଯାଇକି ବନାହେଇଛି। ତମ ବହିରେ କଣ ଟିକେ ଏସେ ଭଳିଆ ଲେଖା ହେଇଛି, ଏଠି ବହୁତ ହଉଛି ଇଜି କରିକି ଲେଖା ହେଇଛି, ଯୋଉଟା କି ତମେ ଥରେ ବି ପଢିଲେ ଆରାମସେ ମନେ ରଖିପାରିବ। ହେଲା, ଯିବା ଆଗକୁ। ଫଣ୍ଡାମେଣ୍ଟାଲ ରାଇଟ୍ସ। ଫଣ୍ଡାମେଣ୍ଟାଲ ରାଇଟ୍ସ କଣ? The fundamental rights in Indian Constitution are a set of rights that are guaranteed to all citizens, ensuring their basic freedoms and equality। ହେଲା, କଣ କହୁଛି ନା ହଉଛି ଆମ ଯୋଉ ଫଣ୍ଡାମେଣ୍ଟାଲ ରାଇଟ୍ ଅଛି, ହେଲା, ଫଣ୍ଡାମେଣ୍ଟାଲ ରାଇଟ୍ସ ଆଡକ ଇଣ୍ଡିଆନ କନଷ୍ଟିଟ୍ୟୁସନର ଯେତିକି ବି ଲୋକ ଅଛନ୍ତି, ସିଟିଜେନ୍ସ ଯେତିକି ଅଛନ୍ତି, ତାଙ୍କୁ କିଛି କିଛି ରାଇଟ୍ ଦେଇଛି। ଆମ ମୌଳିକ ଅଧିକାର କିଛି ଦେଇଛି, ମାନବିକ ଅଧିକାର କିଛି ଦେଇଛି, ଯେ ଗୋଟେ ମଣିଷ ଯଦି ଚାହିଁବ ଏଇ ରିଲିଜନରେ ରହିବା ପାଇଁ ଏଇ ରିଲିଜନରେ ରହିପାରିବ, ସେ ଆର ରିଲିଜନକୁ ଯିବାକୁ ଚାହୁଁଛି ସେ ଆର ରିଲିଜନକୁ ଯାଇପାରିବ, ହେଲା, ସେ ତାର ରିଲିଜନର ପ୍ରଚାର କରିପାରିବ, ସେ ଠିକ ସେ ହସି ପାରିବ, ଠିକ ସେ ତାର ପ୍ରାଇଭେସି ମେଣ୍ଟେନ କରିପାରିବ। ଇଏ ଯେତିକି ସବୁ ରାଇଟ୍ସ ଅଛି ଗୋଟେ ଲୋକର, ହେଲା, ତାକୁ କୁହାଯାଏ ଫଣ୍ଡାମେଣ୍ଟାଲ ରାଇଟ୍ସ। ହେଲା, these rights enshrined in the part 3 of the constitution, Indian constitution। ମନେ ରଖିବ, ଆମ ଇଣ୍ଡିଆନ କନଷ୍ଟିଟ୍ୟୁସନ ପାର୍ଟ 3 ରେ ଫଣ୍ଡାମେଣ୍ଟାଲ ରାଇଟ୍ କଥା କୁହାଯାଇଛି, ଆଉ ଆର୍ଟିକଲ 12 ରୁ 35 ଆମର ଫଣ୍ଡାମେଣ୍ଟାଲ ରାଇଟ୍ କୁ ହଉଛି ଦର୍ଶାଇ ଥାଏ। ହେଲା, these rights are justifiable। ହେଲା, କଣ these rights are justifiable। କ୍ୱେଶ୍ଚନ ଆସିବ what is କ୍ୱେଶ୍ଚନ ମତେ କହିବ ଯେ justifiable କଣ? justifiable ହଉଛି କଣ ହଉଛି, ଟିକେ ଖାଲି ଗୋଟେ ମିନିଟ ଖାଲି ଦିଅ। justifiable କଣ? justifiable meaning they are can enforced by the court। ଏଇ ଯେତିକି ବି ଯୋଉ ଫଣ୍ଡାମେଣ୍ଟାଲ ରାଇଟ୍ ରହିଲା ନା, ଏ ସବୁକୁ କୋର୍ଟ ମାନିବା ପାଇଁ ବାଧ୍ୟ। ମାନେ କଣ,
ये ଯେତିକି ବି ଫଣ୍ଡାମେଣ୍ଟାଲ ରାଇଟ୍ ରହିଲା ଯଦି ଏହା ଭିତରୁ କେହି ତମକୁ ବଞ୍ଚିତ କରନ୍ତି ମାନେ ତମର ଅଧିକାରକୁ କେହି ଜଣେ ଛିଣ୍ଡିବା ପାଇଁ ଚେଷ୍ଟା କଲା ତାହେଲେ କୋର୍ଟ ଦ୍ୱାରା ସିଏ ପନିଶମେଣ୍ଟ ପାଇବ ବୁଝିପାରିଲ ଦ୍ୟାଟ୍ ଇଜ ଜଷ୍ଟିସେବଲ ହେଲା ଆମର କେତେଟା ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ଛଅଟା ଫଣ୍ଡାମେଣ୍ଟାଲ ରହିଛି କଣ କଣ ଇକ୍ୱାଲ ରାଇଟ୍ ଟୁ ଇକ୍ୱାଲିଟି ରାଇଟ୍ ଟୁ ଫ୍ରିଡମ ରାଇଟ୍ ଏଗେନ୍ଷ୍ଟ ଏକ୍ସପ୍ଲୋନେସନ ରାଇଟ୍ ଟୁ ଫ୍ରିଡମ ଅଫ ରିଲିଜନ କଲଚରାଲ ଏଣ୍ଡ ଏଜୁକେଶନାଲ ରାଇଟ୍ସ ଆଉ ରାଇଟ୍ ଟୁ କନଷ୍ଟିଟ୍ୟୁସନାଲ ରେମେଡିଜ ବୁଝିପାରିଲ ତ ଫାଷ୍ଟ ଯିବା ଆମେ କୋଉଠିକି ନା ରାଇଟ୍ ଟୁ ଇକ୍ୱାଲିଟି ହେଲା ରାଇଟ୍ ଟୁ ଇକ୍ୱାଲିଟି ଟିକେ ଆମେ ଫାଷ୍ଟ ଯିବା ରାଇଟ୍ ଇକ୍ୱାଲିଟି କୋଉଠି ଅଛି ଆର୍ଟିକଲ 14 ରୁ 18 ଭିତରେ ଅଛି ରାଇଟ୍ ଟୁ ଇକ୍ୱାଲିଟି ଗୋଟେ ଗୋଟେ କରିକି ସବୁ ଆର୍ଟିକଲ ଆମେ ଦେଖିକି ଯିବା ହେଲା ଆର୍ଟିକଲ 14 କଣ ଇକ୍ୱାଲିଟି ବିଫୋର ଦି ଲ କଣ କହୁଛି ଅଲ୍ ଇଣ୍ଡିଭିଜୁଆଲ୍ସ ଆର୍ ଇକ୍ୱାଲ ବିଫୋର ଦି ଲ ଏଣ୍ଡ ଆର୍ ଏଣ୍ଟାଇଲ୍ଡ ଟୁ ଇକ୍ୱାଲ ପ୍ରୋଟେକ୍ସନ ଅଫ ଦି ଲ ମାନେ କଣ ନା ଗୋଟେ ଲୋକ ଉପରେ କିଛି ଗୋଟେ ଲ କିମ୍ବା ରୁଲ ରେଗୁଲେସନ ଲାଗିବା ପୂର୍ବରୁ ସମସ୍ତେ ହଉଛନ୍ତି ଇକ୍ୱାଲ ମାନେ କଣ ଗୋଟେ ଗରିବ ଉପରେ ଯୋଉ ରୁଲ ରେଗୁଲେସନ ଲାଗିବ ଯେତିକି ତାକୁ ହଉଛି ମୌଳିକ ଅଧିକାର ଦିଆଯିବ ତ ଧନୀକୁ ମଧ୍ୟ ସେତିକି ମୌଳିକ ଅଧିକାର ଦିଆଯିବ ଇକ୍ୱାଲିଟି ବିଫୋର ଦି ଲ ତାପରେ ହଉଛି ପ୍ରୋଭିଜନ ଅଫ ଡିସ୍କ୍ରିମିନେସନ କଣ ବାଛ ବିଚାର नो citizen shall be discriminated against the ground of religion race caste sex or place of birth କୋଉ ବି ଲୋକକୁ ତମେ ତାର ମାନେ କଣ ଯୋଉଠି ଜନ୍ମସ୍ଥାନ କିମ୍ବା ହଉ କିମ୍ବା ତାର ସେକ୍ସ ହଉ କିମ୍ବା ତାର କାଷ୍ଟ ହଉ ତାର ରେସ୍ ହଉ ତାକୁ ବାଛ ବିଚାର କରିପାରିବ ତାକୁ ଏମିତି କହିପାରିବନି ଯେ ମୁଁ ଓଡିଶାରୁ ଆସିଛି ତୁ ହଉଛି କଣ ଅଷ୍ଟ୍ରେଲିଆରୁ ଆଇଛୁ କିମ୍ବା ତୁ ନାଗାଲାଣ୍ଡରୁ ଆଇଛୁ ତୁ ଓଡିଶାକୁ ଆସିପାରିବନି ତୁ ମହିଳା ଆଉ ମୁଁ ପୁରୁଷ ସେମିତି ବି ତମେ ହଉଛି କାହାକୁ ବାଛ ବିଚାର କରିପାରିବ କାଷ୍ଟ ସିଷ୍ଟମ ନେଇକି ବି କାହାକୁ ବିଚାର କରିପାରିବ ଯେ ମୁଁ ବ୍ରାହ୍ମଣ ତୁ ଇଏ ସିଏ ଏସି ଏସଟି ଇଏ ସବୁ ଆଜିକାଲି ଆଉ ଚାଲୁନି ହେଲା ଏବେ ସମସ୍ତେ ଆମର ଭାଇ ଭାଇ ହେଇକି ଗୋଟିଏ ସ୍କୁଲରେ ପାଠ ପଢୁଛନ୍ତି ଗୋଟିଏ ଜାଗାରେ ଚାକିରି ମଧ୍ୟ ପାଉଛନ୍ତି ଆର୍ଟିକଲ 16 କଣ ହଉଛି ଇକ୍ୱାଲିଟି ଅଫ ଅପରଚୁନିଟି ଇନ ମ୍ୟାଟର୍ସ ଅଫ ପବ୍ଲିକ ଏମ୍ପ୍ଲୟମେଣ୍ଟ ଏବେ ତମର ବାହାରିଛି କଣ ଏଲଟିଆର ବାହାରିଛି ଏଲଟିଆର ର ପ୍ରିଲିମ୍ସ ଏବେ କାଢି ଦେଇଛି ନୋଟିଫିକେଶନ କାଲି ପ୍ରାୟ କାଢିଲା ହେଲା ନୋଟିଫିକେଶନ କାଢି ଦେଇଛି ଏଲଟିଆର ମାନେ କଣ ଏଟା ଗୋଟେ ପବ୍ଲିକ ଏମ୍ପ୍ଲୟମେଣ୍ଟ ଏଠି ହଉଛି କଣ କରିପାରିବେ ସମସ୍ତେ ଯାହାର ହଉଛି ଶିକ୍ଷାଗତ ଯୋଗ୍ୟତା ଅଛି ସିଏ ହଉଛି ଏଠି ପକେଇ ପାରିବ ଫର୍ମ ହେଲା ସେ ଏସି ହଉ ଏସଟି ହଉ ଯିଏ ବି ହଉ ହିନ୍ଦୁ ହଉ ମୁସଲମାନ ହଉ ସମସ୍ତେ ଅପରଚୁନିଟି ପବ୍ଲିକ ଏମ୍ପ୍ଲୟମେଣ୍ଟ ପାଇଁ ହଉଛି ଅପରଚୁନିଟି ସମସ୍ତ ପାଖରେ ଅଛି ତାପରେ ଆବୋଲିସନ ଅଫ ଅନଟଚେବିଲିଟି ମାନେ କଣ ନା ଛୁଆଁଛୁଇଁ ଭେଦଭାବ ତାକୁ ହଟେଇଦବା ହେଲା ଯେ ତୁ ଏସଟି ଛୁଆ ମତେ ଛୁଇଁ ପାରିବୁନି ହେଲା ତୁ ମୁସଲିମ ଛୁଆ ତୁ ଗୋଟେ ହିନ୍ଦୁକୁ ଛୁଇଁ ପାରିବୁନି ଇଏ ସବୁ ଆଗରୁ ଚାଲୁଥିଲା ଏବେ ଆଉ ଏସବୁ କିଛି ଚାଲୁନି ହେଲା ଏବେ ସମସ୍ତେ ହିନ୍ଦୁ ମୁସଲମାନ ସମସ୍ତେ ବସିକି ଗୋଟେ ଜାଗାରେ ଖାଉଛନ୍ତି ଏକା ସାଙ୍ଗରେ ମଧ୍ୟ ଖାଉଛନ୍ତି ହେଲା ଆର୍ଟିକଲ 18 କଣ କହୁଛି ଆବୋଲିସନ ଅଫ ଟାଇଟେଲ୍ସ ହେଲା ଏଇଟା ମନେ ରଖିବ କଣ ଆବୋଲିସନ ଅଫ ଟାଇଟେଲ୍ସ କୋଉଠି କହିଥିଲା ଆର୍ଟିକଲ 18 କୁହାଯାଇଛି ମାନେ କଣ नो citizen shall be conferred any title except military or academic titles ମାନେ କଣ କହୁଛି ଗୋଟେ ଷ୍ଟେଟ ର ଏଇଟା ଅଧିକାର ଅଛି ହେଲା ଜଣକୁ ସେ ମିଲିଟାରୀ ଟାଇଟଲ ଦେଇପାରିବ ଯୋଉ ଭଳିଆ ଜେନେରାଲ ହେଲା ତମର ହଉଛି ଆଉ କଣ ହେଲା ଆଉ କଣ ମିଲିଟାରୀ ଥାଏ ହଉଛି କମାଣ୍ଡର ଥିଲା ଏଇଭଳିଆ ସବୁ ଟାଇଟଲ ତାକୁ ଦେଇପାରିବ ହେଲା ଆଉ ଏକାଡେମିକ ଟାଇଟଲ ଭିତରେ ଜଣକୁ ଡକ୍ଟର ଦେଇପାରିବ ସେ ଆଡଭୋକେଟ ଦେଇପାରିବ ଏଇଭଳିଆ ଟାଇଟଲ ଦେଇପାରିବ କିନ୍ତୁ ଅଲଗା ଯେତିକି ସବୁ ଟାଇଟଲ ଅଛି ଯୋଉଭଳିଆ ହଉଛି ନାଇଟିଙ୍ଗେଲ କାଜରୀ ହିନ୍ଦ ଛୁଆ କାହାକୁ ମିଳିଥିଲା ଗାନ୍ଧୀଜୀଙ୍କୁ ମିଳିଥିଲା ହେଲା ସିଏ ସବୁ ଭଳିଆ ଟାଇଟଲ ଦେଇପାରିବ ନାହିଁ କାହାକୁ ତାପରେ ରାଇଟ ଟୁ ଫ୍ରିଡମ ଆର୍ଟିକଲ 19 ରୁ ଆର୍ଟିକଲ 22 ଭିତରେ ଅଛି ରାଇଟ ଟୁ ଫ୍ରିଡମ ଆର୍ଟିକଲ 19 କଣ କହୁଛି ପ୍ରୋଟେକ୍ସନ ଅଫ ସର୍ଟନ ରାଇଟ୍ସ ରିଗାର୍ଡିଂ ଫ୍ରିଡମ ଅଫ ସ୍ପିଚ ତାକୁ କଥା କହିବା ପାଇଁ ହେଲା ତା ମନର ଭାବକୁ ଏକ୍ସପ୍ରେସନ କରିବା ପାଇଁ ଯୋଉ ଆର୍ଟିକଲ ବିଷୟରେ କଥା ହେଇଛି ତାକୁ ଫ୍ରିଡମ ଦେବାଟାକୁ କୋଉ ଆର୍ଟିକଲ କୁହାଯାଇଛି ଆର୍ଟିକଲ 19 ବିଷୟରେ କୁହାଯାଇଛି ଫାର୍ଷ୍ଟ ପଏଣ୍ଟ କଣ ଫ୍ରିଡମ ଅଫ ସ୍ପିଚ ଆଣ୍ଡ ଏକ୍ସପ୍ରେସନ ଜଣଙ୍କ ବିଷୟରେ ଭଲ କହିବ କିମ୍ବା ଖରାପ କହିବ ଧରେ ଗୋଟେ ଡିବେଟ ହେଲା ଗୋଟେ ଲୋକକୁ କୁହାହେଲା ଯେ ଆମ ପ୍ରଧାନମନ୍ତ୍ରୀ ଭଲ ନା ଖରାପ ହେଲା ସିଏ ପ୍ରଧାନମନ୍ତ୍ରୀ ଭିତରେ ଯାହା ଯାହା ଭଲ ଦେଖୁଛି ସେ ଭଲ ବି କହିପାରିବ ହେଲା ଯାହା ଯାହା ତ୍ରୁଟି ଦେଖୁଛି ସେ ତ୍ରୁଟି ମଧ୍ୟ କହିପାରିବ ତାକୁ ସେ ଫ୍ରିଡମ ଦିଆଯାଇଛି ହେଲା ସେ ତା ସ୍ପିଚ ସେ ତା ମନର ଭାବକୁ କହିପାରିବ ଫ୍ରିଡମ ଟୁ ଆସେମ୍ବଲ ପିସଫୁଲି ୱିଦାଉଟ୍ ଆର୍ମସ ଏଇଟା କଣ ନା ତମେ ତମର ଅଧିକାର ପାଇଁ ତମେ ରାଲି କରିପାରିବ ଯୋଉ ରାଲି କରନ୍ତି ତମେ ତମ ରାଲି କରିପାରିବ ହେଲା ୱିଦାଉଟ୍ ଆର୍ମସ ବିନା କୌଣସି ୱେପନରେ ତମେ ତମର ହେଲା ବିନା କୌଣସି ଶସ୍ତ୍ରରେ ତମେ ହଉଛି ରାଲି କରିପାରିବ ଫ୍ରିଡମ ଟୁ ଫର୍ମ ଆସୋସିଏସନ ଆଣ୍ଡ ୟୁନିୟନ ତମେ ଗ୍ରୁପ ଗଠନ କରିପାରିବ ଫ୍ରିଡମ ମୋମେଣ୍ଟ ଅଫ ଥ୍ରଡ ଇଣ୍ଡିଆରେ ତମେ ଯୋଉଠିକି ଚାହିଁବ ସେଇଠିକି ଯାଇପାରିବ ଗୋଟେ ଲୋକ ଚାହୁଁଛି ମୁଁ ୟୁଏସ ଯିବି ହଁ ଯିବ ତାକୁ ମନା କରୁଛି ଭିଜା ନବ ଯିବ ହେଲା ତାପରେ ଫ୍ରିଡମ ଟୁ ରିସାଇଡ ଆଣ୍ଡ ସେଟେଲ ଏନି ପାର୍ଟ ଅଫ ଦି ଇଣ୍ଡିଆ ମାନେ କଣ ଇଣ୍ଡିଆର ଯେକୌଣସି ଜାଗାରେ ସେ ଯାଇକି ହଉଛି ରହିପାରିବ ମାନେ ହଉଛି ସେଟେଲ ହେଇପାରିବ ଫ୍ରିଡମ ଅଫ ଟୁ ପ୍ରାକ୍ଟିସ ଏନି ପ୍ରଫେସନ ହେଲା ଟୁ କ୍ୟାରି ଆଉଟ୍ ଏନି ଅକୁପେସନ ଯଦି ଯିଏ ଚାହୁଁଛି ଯୋଉ ଅକୁପେସନରେ ରହିବା ପାଇଁ ନା ଜଣେ ମୁଁ ଚାହୁଁଛି ଜଣେ ଟିଚର ଅଛି ସେ କହୁଛି ନା ଟିଚର ଛାଡି ଦେଇକି ମୁଁ ହଉଛି କଣ କରିବି ନା ୟୁଟ୍ୟୁବରେ ପଢିବି ମୁଁ ସବୁ ଛୁଆଙ୍କୁ ପଢିବି ହେଲା ସେଠି ବି ତାକୁ ହଉଛି କିଏ ହଉଛି ମନା କରିବେ ତାକୁ ତାର ସିଏ ହଉଛି ଏଇଟା ରାଇଟ୍ସ ଅଛି ତାପରେ ଆର୍ଟିକଲ 20 କଣ ପ୍ରୋଟେକ୍ସନ ଇନ ରେସ୍ପେକ୍ଟ କନଭେନସନ ଅଫ ଅଫର୍ସ ମାନେ ୟା ମାନେ କଣ नो पर्सन सेल बी पनिश्ड मोर देन वन्स ମାନେ କଣ ଆର୍ଟିକଲ 20 କଣ କହୁଛି ନା ଗୋଟେ ଲୋକକୁ ଯଦି ତମେ ହଉଛି ଧର ଗୋଟେ ଲୋକକୁ ମର୍ଡର କେସର 7 ବର୍ଷ ସଜା ହେଲା ତାକୁ ପୁଲିସ ଛାଡିଦେଲା ହେଲା 7 ବର୍ଷ କାଟିଲା ପରେ ପୁଣି 2 ବର୍ଷ ପରେ ଯାଇକି ତାକୁ ପୁଲିସ ଉଠେଇକି ନେଇ ଆସିବନି ଏ ତୁ ଚାଲ ପୁଣି ହଉଛି ସେଇ ମର୍ଡର କେସ ଅଛି ନା ଗୋଟେ ଥର ସେ ଯଦି ଭୁଲ କରି ତାକୁ ଗୋଟେ ଥର ସଜା ହବ ଆର୍ଟିକଲ 21 କଣ କହୁଛି ପ୍ରୋଟେକ୍ସନ ଅଫ ଲାଇଫ ମାନେ ପର୍ସନାଲ ଲିବର୍ଟି ଏଟା ହଉଛି ଆଉ ଏକ ବି କୁହାଯାଏ କଣ ରାଇଟ ଟୁ ଲିଭ
ହେଲା ଗୋଟେ ମଣିଷ ଯିବା ପାଇଁ ତାର ଯେତିକି ବେସିକ ନିଡ୍ସ ଅଛି ହେଲା ତାକୁ ସବୁ ହଉଛି କଣ ହବ ନା ସେ ରାଇଟ୍ ସାଡକୁ ଦେଇଛି ହଉଛି କି କନଷ୍ଟିଟ୍ୟୁସନ ତାକୁ ଦେଇଛି। ଆର୍ଟିକଲ 22 କଣ ପ୍ରୋଟେକ୍ସନ ଏଗେନ୍ଷ୍ଟ ଆରେଷ୍ଟ ଆଣ୍ଡ ଡିଟେନସନ ଏ ପର୍ସନ କ୍ୟାନ୍ ନଟ୍ ବି ଆରେଷ୍ଟେଡ ଅର ଡିଟେନ୍ଡ ୱିଦାଉଟ୍ ବିଇଂ ଇନଫର୍ମଡ ଅଫ ଦ ରିଜିନ୍। ଯଦି ତମେ ଗୋଟେ ଲୋକକୁ ଗୋଟେ ପୁଲିସ ଗୋଟେ ଲୋକକୁ ଆରେଷ୍ଟ କରିବା ପାଇଁ ଯାଉଛି ସେ ଲୋକକୁ ସେତେବେଳେ ଆରେଷ୍ଟ କରିପାରିବ ଯେତେବେଳେ ସେ ଲୋକଟା କାହିଁକି ଆରେଷ୍ଟ ହଉଛି ତାର ରିଜିନ୍ ସେ ଜାଣିଥିବ। ବୁଝିପାରିଲ? ତାପରେ ହଉଛି ରାଇଟ୍ ଏଗେନ୍ଷ୍ଟ ଏକ୍ସପ୍ଲୋଇଟେସନ ହେଲା ଆର୍ଟିକଲ 23 ଆଉ 24 ଅଛି। ଆର୍ଟିକଲ 24 କଣ କହୁଛି prohibition of traffic in human beings and forced labor ହେଲା ତମେ ଗୋଟେ ଲୋକକୁ କହିଲ ଚାଲ ଆମର ଟିକେ କାମ କରିଦବୁ ଆମର ଟିକେ ମାଟି ହାଣି ଦବୁ ସେ ଲୋକର ଦେହ ଖରାପ ସେ କହିଲା ମୁଁ ଯିବି ତମେ ଏଠି ତାକୁ ବାଧ୍ୟ କରିପାରିବ ଫୋର୍ସଲି ତାକୁ ଲେବର କରିପାରିବ। ତାପରେ ଆର୍ଟିକଲ 24 କଣ କହୁଛି ପ୍ରୋଭିଜନ ଅଫ ଏମ୍ପ୍ଲୟମେଣ୍ଟ ଅଫ ଚିଲଡ୍ରେନ୍ ଫ୍ୟାକ୍ଟ୍ରିଜ ଗୋଟେ ଚିଲଡ୍ରେନ୍ ମାନଙ୍କୁ ଫ୍ୟାକ୍ଟ୍ରିରେ ଯୋଉ କାମ କରିବା ହେଲା ଏଇଟା ହଟେଇଦବା ଦରକାର। ଏଇଟା ହଉଛି କିଏ କହୁଛି ଆର୍ଟିକଲ 24 କହୁଛି। ତାପରେ ରାଇଟ୍ ଟୁ ଫ୍ରିଡମ ଅଫ ରିଲିଜନ ଉପରେ ଯେତିକି ସବୁ କଥା କିଏ କହିଲା ଆର୍ଟିକଲ 25 ଆଉ 25 ରୁ 28 କହୁଛି 25 26 27 25 କଣ କହିଲା ଫ୍ରିଡମ ଅଫ କନସିଡରେସନ ଅଫ ଫ୍ରି ପ୍ରଫେସନ ପ୍ରାକ୍ଟିସ ପ୍ରପାଗେସନ ଅଫ ରିଲିଜନ ହେଲା ସେ କଣ କହୁଛି ତମେ ଫ୍ରିଲି ତମ ରିଲିଜନକୁ ପ୍ରପାଗେସନ କରିପାରିବ ହେଲା ଗୋଟେ ମସଜିଦର ମାଇକ ବାଜୁଛି ହେଲା ତାଙ୍କର ଗୋଟେ ପୂଜା ହଉଛି ସେ ମାଇକ ବଜଉଛନ୍ତି ତମେ ଯାଇକି କଣ ବନ୍ଦ କରିବନି ତାଙ୍କର ସେ ଫ୍ରିଡମ ଅଛି ସେ ତାଙ୍କ ରିଲିଜନକୁ ପ୍ରପାଗେଟ କରିପାରିବ। ଆର୍ଟିକଲ 26 କଣ କହୁଛି ନା ହଉଛି ଫ୍ରିଡମ ଟୁ ମ୍ୟାନେଜ ରିଲିଜିୟସ୍ ଆଫେୟାର୍ସ ହେଲା ମ୍ୟାନେଜ ଦେୟାର ଓନ୍ ଇନଷ୍ଟିଚ୍ୟୁଟ ମାନେ ଯଦି ଜଣେ ଚାହୁଁଛି ତାର ନିଜର ଇନଷ୍ଟିଚ୍ୟୁଟ ଖୋଲିବା ପାଇଁ ଇନଷ୍ଟିଚ୍ୟୁଟ ଅଥବା ଟେମ୍ପଲ ଖୋଲିବା ପାଇଁ ଚାହୁଁଛି ମସଜିଦ ବନେଇବା ପାଇଁ ଚାହୁଁଛି ତାକୁ ତମେ ବାରଣ କରିପାରିବ। ଆର୍ଟିକଲ 27 କଣ କହୁଛି ଫ୍ରିଡମ ଫ୍ରମ ପେମେଣ୍ଟ ଅଫ ଟାକ୍ସ ଫର ପ୍ରମୋସନ ଅଫ ପର୍ଟିକୁଲାର ରିଜନ ଗୋଟେ ରିଜନକୁ ମାନେ କଣ ପ୍ରମୋଟ କରିବା ପାଇଁ ହେଲା ଜଣେ ହଉଛି ଧର ଦୁର୍ଗା ପୂଜା ହଉଛି ଦୁର୍ଗା ପୂଜାର ଚାନ୍ଦା ଆଦାୟ କରାହଉଛି ହେଲା ତମେ କଣ ଏଠି ତମେ କଣ ବାଧ୍ୟ କରାହଉଛି ନା ତୁ 100 ଟଙ୍କା ଦେ ହିଁ ଦେ ଅସୁବିଧା ନାହିଁ ଜଣେ ଲୋକ ପାଖରେ ଯଦି ଅଛି ଦବ ଜଣେ ଲୋକ ପାଖରେ ନାହିଁ ତାହେଲେ ସେ ନଦବ। ଆର୍ଟିକଲ 28 କଣ କହୁଛି ଫ୍ରିଡମ ଫ୍ରମ ଆଟେଣ୍ଡିଂ ରିଲିଜିୟସ୍ ଇନଷ୍ଟିଟ୍ୟୁସନ ଅର ୱରସିପ ଇନ ସର୍ଟନ ଏଜୁକେଶନାଲ ଇନଷ୍ଟିଟ୍ୟୁସନ ମାନେ କଣ କହୁଛି ନା ଯଦି ଗୋଟେ ହଉଛି ଅଛନ୍ତି କିଛି ରିଲିଜିୟସ୍ ଗ୍ରୁପ ଅଛନ୍ତି ହିନ୍ଦୁ ମାନେ ଅଛନ୍ତି ସେମାନେ ଚାହୁଁଛନ୍ତି ତାଙ୍କର ଗୋଟେ ଇନଷ୍ଟିଟ୍ୟୁସନ ଖୋଲିବେ ସେଠି ହଉଛି ପାଠ ପଢେଇବେ ଛୁଆମାନଙ୍କୁ ଫ୍ରି ଜଣେ ଚାହୁଁଛନ୍ତି ମୁସଲିମ ମାନେ ଅଛନ୍ତି ସେମାନେ ବି ଗୋଟେ ଇନଷ୍ଟିଟ୍ୟୁସନ ଖୋଲିବେ ସେଠି ହିନ୍ଦୁ ମୁସଲିମ ସମସ୍ତେ ମିଶିକି ପଢିବେ ତାହେଲେ ତମକୁ ଫ୍ରିଡମ ଅଛି ଯେ ସେ ତାଙ୍କର ଏଜୁକେଶନାଲ ଇନଷ୍ଟିଟ୍ୟୁସନ ବନେଇ ପାରିବେ। ତାପରେ କଲଚରାଲ ଆଣ୍ଡ ଏଜୁକେଶନାଲ ରାଇଟ୍ସ ଆର୍ଟିକଲ 29 ଆଉ 30 ଆର୍ଟିକଲ 29 କଣ କହୁଛି ପ୍ରୋଟେକ୍ସନ ଅଫ ଇଣ୍ଟରେଷ୍ଟ ଅଫ ମାଇନରିଟିଜ ମାନଙ୍କର ସର୍ବନିମ୍ନ ସଂଖ୍ୟକ ବ୍ୟକ୍ତି ମାନେ ଆମ ଓଡିଶାରେ ଅଛନ୍ତି ଟିକେ ହିନ୍ଦୁ ଅଧିକା ଅଛନ୍ତି ମୁସଲିମ କମ ଅଛନ୍ତି ତ ତାଙ୍କର ହଉଛି ଅଧିକାର ଅଛି ଯୋଉ ଆମର ହଉଛି ଆମର ମାଇନରିଟିଜ ମାନଙ୍କର ତାଙ୍କର ଅଧିକାର ଅଛି ତାଙ୍କ ଇଣ୍ଟରେଷ୍ଟକୁ ଆମେ ହଉଛି ପ୍ରୋଟେକ୍ଟ କରିବା ମାନେ କଣ ଆମର ଯେତିକି ସବୁ ଅଛନ୍ତି କଣ ଆମର ଆମର ଯେତିକି ସବୁ ନେତା ମାନେ ଅଛନ୍ତି ତାଙ୍କ ଭିତରୁ କଣ ସମସ୍ତେ କଣ ହିନ୍ଦୁ ତା ଭିତରେ ଅଛନ୍ତି କଣ ଆମର ହଉଛି କିଛି ଅଛନ୍ତି କଣ ମୁସଲମାନ ଅଛନ୍ତି ଶିଖ ଅଛନ୍ତି ଏସବୁ ଅଛନ୍ତି ସେମାନଙ୍କର ଯୋଉ କଥା ସେମାନଙ୍କର ଯୋଉ ହଉଛି ଇଣ୍ଟରେଷ୍ଟକୁ ବି ଆମେ କଣ କରୁଛନ୍ତି ଅଣଦେଖା କରିଦଉଛନ୍ତି ତାକୁ ମଧ୍ୟ ଆମେ କଣ କହୁଛନ୍ତି ହଁ ତାଙ୍କର ସେ ଏଇ କଥା କହିଲେ ଆମେ ତାକୁ ସମ୍ମାନ ଦବା ହେଲା ତାଙ୍କର ଲାଙ୍ଗୁଏଜ ହଉ ହେଲା ସେ ଯୋଉ ମାଇନରିଟିଜ ମାନଙ୍କର ଲାଙ୍ଗୁଏଜ ହଉ ସ୍କ୍ରିପ୍ଟ ହଉ କଲଚର ହଉ ଏସବୁ ଆମେ ପ୍ରିଜର୍ଭ କରିକି ରଖିବା ହେଲା ଜଣଙ୍କର ତାଙ୍କର ହଉଛି ଆମର ମୁସଲମାନ ମାନଙ୍କର ମ୍ୟାରେଜ ସିଷ୍ଟମ ଆଉ ହିନ୍ଦୁ ମାନଙ୍କର ମ୍ୟାରେଜ ସିଷ୍ଟମ ଠାରୁ ଅଲଗା କଣ ଆମେ ମୁସଲମାନଙ୍କର ମ୍ୟାରେଜ ସିଷ୍ଟମକୁ ଆମେ ଗ୍ରହଣ କରୁନାହାନ୍ତି କି ଆମେ ଗ୍ରହଣ କରୁଛନ୍ତି ତାଙ୍କୁ ମଧ୍ୟ ମୁସଲିମ ମାନଙ୍କର ଦି ଜଣ ସ୍ୱାମୀ ସ୍ତ୍ରୀ ଯୋଉ ଯାଉଥିବେ ତାଙ୍କର ଆମେ ହଉଛନ୍ତି କହୁଛନ୍ତି କଣ ହଁ ସେ ହଉଛନ୍ତି ସ୍ୱାମୀ ସ୍ତ୍ରୀ ତାପରେ ହଉଛି କଣ ଆର୍ଟିକଲ 30 ରେ ଆମେ କଣ କହୁଛନ୍ତି ନା ରାଇଟ୍ ଟୁ ମାଇନରିଟିଜ ଟୁ ଏଷ୍ଟାବ୍ଲିଶ administrational educational institution religious and linguistic minorities have the right to establish administrative educational institution of their choice ମାନେ ତାଙ୍କ ଇଚ୍ଛା ଅନୁସାରେ ସିଏ ହଉଛି ଏଜୁକେଶନାଲ ଇନଷ୍ଟିଟ୍ୟୁସନ ବନେଇ ପାରିବେ ଆର୍ଟିକଲ 30 ରେ କୁହାହଉଛି କୋଉମାନେ ଯୋଉ ମାଇନରିଟିଜ ମାନେ ରହିବେ। ତାପରେ ରାଇଟ୍ ଟୁ କନଷ୍ଟିଟ୍ୟୁସନାଲ ରିମେଡିଜ ଏଇ ଯୋଉ ଆର୍ଟିକଲ 32 ଟାକୁ କଣ କୁହାଯାଏ ତ ହାର୍ଟ ଅଫ ଦି ଫଣ୍ଡାମେଣ୍ଟାଲ ରାଇଟ୍ସ ହେଲା କ୍ୱେଶ୍ଚନ ଆସେ which article is called heart of the fundamental rights ବହୁତ ଥର କ୍ୱେଶ୍ଚନ ଆସିଛି ଏଟା କଣ ଆର୍ଟିକଲ 32 ହେଲା ଏଟାରେ କଣ କୁହାଯାଇଛି ଇଟ ଆଲାଉଜ ଇଣ୍ଡିଭିଜୁଆଲ ଟୁ ଆପ୍ରୋଚ ଦି ସୁପ୍ରିମ କୋର୍ଟ ଡାଇରେକ୍ଟଲି ଇଫ ଏନି ଅଫ ଦେୟାର ରାଇଟ୍ସ ଆର ଭାয়োଲେଟେଡ ଯଦି ଯେତିକି ବି 6ଟା ଯୋଉ ଆମର ଫଣ୍ଡାମେଣ୍ଟାଲ ରାଇଟ୍ ଥିଲା ଯଦି ତା ଭିତରୁ କେହି ତା ଭିତରୁ ବଞ୍ଚିତ ହେଇକି ରହୁଛି ତାକୁ ଯଦି କେହି ତା ଭିତରୁ ତାକୁ ବଞ୍ଚିତ କରଉଛି ତାହେଲେ ତା ବିରୁଦ୍ଧରେ ସେ ହଉଛି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଇଥିବ ହେଲା ତାପରେ ରହିଲା କଣ ନା ଅବଜେକ୍ଟିଭ୍ସ ଅଫ ଫଣ୍ଡାମେଣ୍ଟାଲ ରାଇଟ୍ସ ହେଲା ଅବଜେକ୍ଟିଭ ଅଫ ଫଣ୍ଡାମେଣ୍ଟାଲ ରାଇଟ୍ସ କଣ ଏଇଟା ଛୁଆ ତମେ ପଢିଲ ନାହିଁ କିନ୍ତୁ ବହୁତ ଥର କ୍ୱେଶ୍ଚନ ଆସିଛି ଅବଜେକ୍ଟିଭ ଅଫ ଫଣ୍ଡାମେଣ୍ଟାଲ ରାଇଟ୍ସ ତ ଦେଖିବା one of the primary objectives of fundamental rights is protection of protect the freedom of individual ମଣିଷ ମାନଙ୍କର ପ୍ରତ୍ୟେକ ବ୍ୟକ୍ତିର ତା ଫ୍ରିଡମକୁ ପ୍ରୋଟେକ୍ଟ କରିବା ହେଲା ତାକୁ ତା ଇଚ୍ଛା ଅନୁସାରେ ବଞ୍ଚିବାକୁ ଦବାଟାକୁ ଆମେ ହଉଛି କଣ କିଏ କହୁଛି ମେନ୍ ଅବଜେକ୍ଟିଭ ତାର ଫଣ୍ଡାମେଣ୍ଟାଲ ରାଇଟ୍ସ ଇକ୍ୱାଲିଟି ବିଫୋର ଲ ଆଉ ଇକ୍ୱାଲ ପ୍ରୋଟେକ୍ସନ ଅଫ ଦି ଲ ହେଲା ସମସ୍ତଙ୍କର ଧର୍ମ ହଉଛି ଯେତିକି ବି ରୁଲ ରେଗୁଲେସନ ଅଛି ତାକୁ ମାନିକି ଚାଲିବା ଏଟା ହଉଛି ଫଣ୍ଡାମେଣ୍ଟାଲ ରାଇଟ୍ସ ର ଗୋଟେ ଅବଜେକ୍ଟିଭ ହେଲା ଆଉ କଣ ଦ ରାଇଟ୍ସ ପ୍ରିଜର୍ଭ ଦି କଲଚରାଲ ଆଇଡେଣ୍ଟିଟି ଅଫ ମାଇନରିଟିଜ ହେଲା ବାଇ ମୁଁ ଏଟା କହିଛି ହେଲା ତାଙ୍କର ସ୍କ୍ରିପ୍ଟ ଲାଙ୍ଗୁଏଜ ଆଉ କଲଚରକୁ ହଉଛି ଆମେ ପ୍ରିଜର୍ଭ କରି ରଖିବା କାହାର ମାଇନରିଟିଜ ମାନଙ୍କର
The objective of fundamental rights to ensure every citizen is treated with dignity and respect. ଆମର ଯେତିକି ବି ଆମର ସିଟିଜେନ ଅଛନ୍ତି, ଯେତିକି ବି ଇଣ୍ଡିଆନର ଯେତିକି ବି ହିନ୍ଦୁ ହୁଅନ୍ତୁ ମୁସଲମାନ ହୁଅନ୍ତୁ, ଆମେ ତାଙ୍କର ପର୍ସନାଲିଟି ତାଙ୍କୁ ସମସ୍ତେ ନିଜକୁ ଭାଇ ଭାଇ ବୋଲି ମାନିବା ଆଉ ସମସ୍ତଙ୍କୁ ରେସପେକ୍ଟ କରିବା। ତାପରେ ଆସିଲା କଣ ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପୋଲିସ ଡିପିଏସପି। ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପୋଲିସ। ଏଟା କୋଡ ହେଇଯିବ ତମର ହଉଛି ସର୍ଟ ନୋଟରେ, ଏଟା ହଉଛି କୋଡ। ଯିବା ଆମେ ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପୋଲିସ କଣ? ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପୋଲିସ ଡିପିଏସପି ଆର୍ ଗାଇଡଲାଇନ୍ସ that the state of India should consider when making laws and policies। ମାନେ କଣ ନା ଡିପିଏସପି ହଉଛି କିଛି ଗାଇଡଲାଇନ୍ସ ଅଛି କାହାକୁ ନେଇକି ନା କିଛି ଆମର ଯେତିକି ସବୁ ଷ୍ଟେଟ ରହିଲା ଆଉ ଯେତିକି ସବୁ ଅଥରିଟି ରହିଲା, ଅଥରିଟି ମାନେ କଣ ରେଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏ ସବୁକୁ କିଛି କିଛି କଣ ଗାଇଡଲାଇନ ଦିଆହେଇଛି ଯେ ତମେ ଏଇ ସବୁ ଗାଇଡଲାଇନ ମାନିକି ତମେ ତମର ଦେଶ ସରି ତମେ ତମର ରାଜ୍ୟ କିମ୍ବା ତମେ ତମର ଅଥରିଟି ଚଲେଇ ପାରିବ। ଏଇ କଥା କୋଉଠି କୁହାଯାଇଛି ଡିପିଏସପି କଥା? ଆମ କନଷ୍ଟିଟ୍ୟୁସନର ପାର୍ଟ ଆଇଭି ହେଲା ପାର୍ଟ 4 ରେ କୁହାଯାଇଛି। ଆମ ଆର୍ଟିକଲ 36 ରୁ 51 ଭିତରେ 51 ପର୍ଯ୍ୟନ୍ତ ଲେଖା ହେଇଛି ଆମ ଡିପିଏସପି ଭିତରେ। ଫିଚର୍ସ ଅଫ ଡିପିଏସପି ହେଲା କଣ ନା ହଉଛି ଡିପିଏସପି are some instructions to the state of achieving social and economic development। ତାର ସୋସାଇଟିର ଡେଭଲପମେଣ୍ଟ କେମିତି କରିବ ନା ଲୋକମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ। ଏଟା ମନେ ରଖିବ ଡିପିଏସପି ଟା କଣ କରାଯାଇଛି ନା ଲୋକମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ କିଛି ପଲିସି ବାହାର କରାଯାଇଛି ହେଲା। ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପଲିସି ଆର୍ ନଟ୍ enforceable in the courts and no one can go near the court for its proper implementation। ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ନା ଯଦି ଗୋଟେ ଷ୍ଟେଟ ଡିପିଏସପି ର ଯୋଉ ପଲିସିକୁ ସେ ମାନୁନାହିଁ ତମେ ତା ବିରୁଦ୍ଧରେ କୋର୍ଟ କତିକି ଯାଇପାରିବ ନାହିଁ। କାହିଁକି? ଏଟା ହଉଛି କଣ କରାହେଇଛି ନା ଏଟା ବାଧ୍ୟତାମୂଳକ ଛୁଆ ନୁହେଁ। ଏଟା କଣ ଡିପିଏସପି ର କିଛି ରୁଲ ରେଗୁଲେସନ କରିଦିଆହେଲା ଯେ କଣ ନା ତମ ଷ୍ଟେଟ ର ଯେତିକି ହଉଛି ମେନ୍ ଅଛନ୍ତି ଓମେନ୍ ଅଛନ୍ତି ସମସ୍ତଙ୍କୁ ସମାନ ତମେ ଦରମା ଦବ, ସମସ୍ତଙ୍କୁ ସମାନ ହଉଛି ଭତ୍ତା ହଉଛି 5,000 ଲେଖା ଦବ କି 10,000 ଲେଖା ଦବ। କିନ୍ତୁ ଗୋଟେ ରାଜ୍ୟ ପାଖରେ ସେତିକି ହଉଛି ଆର୍ଥିକ ସମ୍ବଳ ନାହିଁ ଯେ ସେ ଲୋକମାନଙ୍କୁ ସେତିକି ପଇସା ଦେଇପାରିବ ହେଲା। ସେ ସେଥିପାଇଁ ତା ଠାରୁ କମ କରିଦେଲା ଟିକେ ହେଲା। 35,400 ହଉଛି ତମର ହଉଛି କଣ ବେସିକ ସାଲେରୀ। ଯଦି ଗୋଟେ ଷ୍ଟେଟ ପାଖରେ ସେତିକି ପଇସା ନାହିଁ ସେ 30,000 କରିକି ଦଉଛି ତମକୁ ବେସିକ ସାଲେରୀ, ତମେ ଯାଇକି କୋର୍ଟ ପତ୍ର କଣ ଅବଜେକ୍ସନ କରିପାରିବନି ଯେ ସେ କାହିଁକି ଆମକୁ 30,000 ଦଉଛି। ବୁଝିପାରିଲ? ତାପରେ ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପଲିସି ଆର୍ ପଜିଟିଭ ଇନ୍ ନେଚର। ଏଠି ସବୁବେଳେ ପାଇଁ କଣ କୁହାହେଲା ପଜିଟିଭ କଥା କୁହାହେଲା ଯେ ପଜିଟିଭ ଇନ୍ ନେଚର ମାନେ ଯୋଉ ଗୋଟେ ଷ୍ଟେଟକୁ ତମେ ଦିଆଗଲା ନିର୍ଦ୍ଦେଶ ଦିଆଗଲା ଯେ ତମେ ଏଇ କାମଟା କଲେ ଲୋକମାନଙ୍କର ହିତ ହବ, ଏଇଟା ହଉଛି ଏଇ କାମଟା କଲେ ଲୋକମାନଙ୍କର ଉନ୍ନତି ହବ, ଏଇ ସବୁ କଥା ହଉଛି କଣ ପଜିଟିଭ ଇନ୍ ନେଚର। তারপরে ডাইরেক্টিভ প্রিন্সিপল অফ স্টেট পলিসি aims at establishing of welfare state by securing social and economic justice। ଆମ ସୋସାଇଟିର ଯେତିକି ହଉଛି ଲୋକ ଅଛନ୍ତି ତାଙ୍କୁ ସମାନ ଭାବରେ ଜଷ୍ଟିସ ମିଳିବ ତାକୁ ଦେଖାଇକି ଡିପିଏସପି ବନା ହେଇଛି। These principles have great moral value also ହେଲା। ଏଠି constitutes consequence of our constitution। ଯୋଉ ଡିପିଏସପି କି କଣ କୁହାଯାଏ? consequence of our constitution। consequence କଣ? ଆତ୍ମଜ୍ଞାନ କୁହାଯାଏ ନା ଆମର ହଉଛି ଡିପିଏସପି କି କୁହାଯାଏ ଆମ କନଷ୍ଟିଟ୍ୟୁସନ। ଡାଇରେକ୍ଟିଭ ପ୍ରିନ୍ସିପଲ କନଷ୍ଟିଚ୍ୟୁଟ ଦ ମିରର ଅଫ ପବ୍ଲିକ ଓପିନିଅନ। ମୁଁ ଯୋଉଟା କହିଲିନି ଏଇଟା ହଉଛି ଜନ କଲ୍ୟାଣ ଉଦ୍ଦେଶ୍ୟରେ ଏଟା ବନା ହେଇଛି। ଲୋକମାନଙ୍କର କେମିତି କଲ୍ୟାଣ ହେଇପାରିବ ତା ଉଦ୍ଦେଶ୍ୟରେ ବନା ହେଇଛି। ମିରର ଅଫ ଦି ପବ୍ଲିକ ଓପିନିଅନ, ଏଇ ଯୋଉ ଲୋକମାନଙ୍କୁ ଦେଖିକି ଡିପିଏସପି ଟା ବନା ଯାଇଛି। କ୍ଲାସିଫିକେସନ ଅଫ ଡାଇରେକ୍ଟିଭ ପ୍ରିନ୍ସିପଲ। ଏଭଳିଆ ଛୁଆ ଗୋଟେ ଚିତ୍ର କରିଦବ। ତିନି ପ୍ରକାର ହଉଛି ଭାଗ କରାଯାଏ। ଗୋଟେ ଲିବରାଲ ପ୍ରିନ୍ସିପଲ, ଗୋଟେ ସୋସିଆଲିଷ୍ଟ ପ୍ରିନ୍ସିପଲ, ଆଉ ଗୋଟେ ହଉଛି ଗାନ୍ଧିଆନ ପ୍ରିନ୍ସିପଲ। ବୁଝିପାରିଲେ? ଡିପିଏସପି କେ ତିନି ଭାଗରେ ବିଭକ୍ତ କରାଯାଇଛି। ଫାର୍ଷ୍ଟ ଦେଖିବା ଆମେ କଣ ଲିବରାଲ ପ୍ରିନ୍ସିପଲ। ଲିବରାଲ ପ୍ରିନ୍ସିପଲ ଛୁଆ କଣ କଣ ଅଛି? ଇକ୍ୱାଲିଟି ବିଫୋର ଦି ଲ, ଫ୍ରିଡମ ଅଫ ସ୍ପିଚ ଆଣ୍ଡ ଏକ୍ସପ୍ରେସନ ଆଉ ଫ୍ରିଡମ ଅଫ ରିଲିଜନ। ମାନେ କଣ କହୁଛି ଅଲ ପିପୁଲ ସୁଡ ବି ଟ୍ରିଟେଡ ଇକ୍ୱାଲି ଅଣ୍ଡର ଦି ଲ ହେଲା। ଲ ଏଇ ଯୋଉ ଲ ଟା କରାହେଇଛି ତାକୁ ହଉଛି କଣ ହବ ଯେତିକି ବି ଲୋକ ରହିଲେ ହିନ୍ଦୁ ମୁସଲମାନ ଯିଏ ବି ରହିଲେ ସମସ୍ତଙ୍କୁ ଗରିବ ହଉ ଆମର ହଉଛି ଧନୀ ହଉ ସମସ୍ତଙ୍କ ପାଇଁ ଗୋଟିଏ ହିଁ ଲ। ଫ୍ରିଡମ ଅଫ ସ୍ପିଚ ଆଣ୍ଡ ଏକ୍ସପ୍ରେସନ ଆଗରୁ କହିଦେଇଛି କଣ ଜଣେ ତା ମନ ଇଚ୍ଛା ହେଲା ମନ ଖୋଲିକି ତାର ସେ ବକ୍ତବ୍ୟ ରଖିପାରିବ। ଫ୍ରିଡମ ଅଫ ରିଲିଜନ କହିଦେଇଛି। ଫ୍ରିଡମ ଅଫ ରିଲିଜନ କଣ ଜଣେ ଯଦି ଚାହିଁବ the people should be able to practice their religion without discrimination ହେଲା। କିଛି ବାଛ ବିଚାର ନ କରିକି ସେ ତା ରିଲିଜନକୁ କଣ ପ୍ରପାଗେଟ କରିପାରିବ। ତାପରେ ସୋସିଆଲିଷ୍ଟ ପ୍ରିନ୍ସିପଲ କଣ କହିଲା? ସୋସିଆଲିଷ୍ଟ ପ୍ରିନ୍ସିପଲ ହେଲା ସମସ୍ତଙ୍କୁ ଇକ୍ୱାଲ ଅପରଚୁନିଟି ମିଳିବ, ଇକ୍ୱାଲି ଅପରଚୁନିଟି ଦିଆଯାଉ। ସେ ହଉ ସ୍ତ୍ରୀ ହଉ ପୁରୁଷ ହଉ ଯିଏ ବି ହଉ ସମସ୍ତଙ୍କୁ ଇକ୍ୱାଲ ଅପରଚୁନିଟି ରହିବ। ତାପରେ ସୋସିଓ ଇକୋନୋମିକ ଜଷ୍ଟିସ କଣ କହୁଛି? ସୋସିଓ ଇକୋନୋମିକ ଜଷ୍ଟିସ କଣ କହୁଛି ନା ଦି ଷ୍ଟେଟ ସୁଡ ପ୍ରମୋଟ ସୋସିଆଲ ଇକୋନୋମିକ ଆଣ୍ଡ ପଲିଟିକାଲ ଜଷ୍ଟିସ ହେଲା। ଯୋଉ ଆମର ହଉଛି ଗୋଟେ ସୋସାଇଟିର ଗୋଟେ ଲୋକକୁ ଯାହା ଯାହା ଜଷ୍ଟିସ ମିଳିବା ଦରକାର ତାକୁ ସେଠି ଦିଆଯିବ ହେଲା। ପଲିଟିକାଲ ଜଷ୍ଟିସ ତା ପାଇଁ ଯଦି ଗୋଟେ ଜଣେ କଣ ଏଇ ପାର୍ଟିର ଜଏନ ହବା ପାଇଁ ଚାହୁଛି ତାକୁ ତମେ ମନା କରିବ ଯେ ତୁ ସେ ପାର୍ଟିର ଜଏନ ତା ଅନୁସାରେ ସେ ହଉଛି ପଲିଟିକାଲ ତାକୁ ଜଷ୍ଟିସ ଦବ ହେଲା। ଆଉ କଣ ରହିଲା? ଗାନ୍ଧିଆନ ପ୍ରିନ୍ସିପଲ ଆର୍ଟିକଲ 40 ଆର୍ଟିକଲ 43 ଏ ସବୁ ଯାଉଛି କଣ ଗାନ୍ଧିଆନ ପ୍ରିନ୍ସିପଲ। ଆର୍ଟିକଲ 40 କଣ କହୁଛି? କ୍ରିଏଟ ଭିଲେଜ ପଞ୍ଚାୟତ ଏଜ ସେଲ୍ଫ ଗଭର୍ଣ୍ଣିଂ ବଡିଜ ହେଲା। ପ୍ରତି ଗାଁରେ ଗୋଟେ ଗୋଟେ ପଞ୍ଚାୟତ ହବ। ଏଟା କିଏ କହୁଛି? ଆର୍ଟିକଲ 40 କହୁଛି। ଆର୍ଟିକଲ 43 କଣ କହୁଛି? ପ୍ରମୋଟ କଟେଜ ଇଣ୍ଡଷ୍ଟ୍ରିଜ ଟୁ ସପୋର୍ଟ ଇକୋନୋମିକ ଡେଭଲପମେଣ୍ଟ ଇନ ରୁରାଲ ଏରିଆଜ। ରୁରାଲ ଏରିଆରେ ତମେ ହଉଛି କିଛି କିଛି
छोट छोट इंडस्ट्री हूँ गढ़ जो आड़क लोक मान कौन सपोर्ट कर डेभलपमेंट करने इसू कहुई क्या स्टेट मान कहते जब गोटे गोटे स्टेट गढ़ुची तार उन्नति होती जब जन नगरिक कौन तुम जाकि कौन कोर्ट आगे द्वारा हमानी से कहूँ आउ डीपीएसपी गोटे एक्जाम्पल हूँ कौन ना इक्वाल पे फॉर इक्वाल वर्क ये गोटे डीपीएसपी प्रिंसिपल जे कौन ना जदि गोटे पुरुष हो कि स्त्री हो ଯେ ସେ ସମାନ ଦି ଜଣ ସମାନ ଟାଇମ ମାନେ 8ଟା ଯା ଧର 6ଟାରୁ 8ଟା ସରି 6ଟାରୁ 4ଟା କାମ କରୁଛନ୍ତି ତାହେଲେ ତାଙ୍କୁ ସମାନ ବେତନ ମିଳିବ ଇଏ ହଉଛି ଡିପିଏସପି କହୁଛି এটা লাস্ট হচ্ছে প্রিয়াম্বল অফ দি কনস্টিটিউশন দি আইডিয়ালস প্রিয়াম্বল অফ দি কনস্টিটিউশন এন্ড আইডিয়ালস কোন না প্রতি কনস্টিটিউশন ର ফার্স্ট ଦେଖିବ ଆମର ହଉଛି ପ୍ରିଆମ୍ବଲ ଥିବ ହେଲା ପ୍ରିଆମ୍ବଲ ବିଷୟରେ ପଢିବା ଫାର୍ଷ୍ଟ ଇଣ୍ଟ୍ରୋଡକ୍ସନ ହେଇଯିବା The preamble of the Indian Constitution is an introductory statement that sets out the purpose and principle of the Constitution. ହେଲା introductory statement introductory କଣ ତମକୁ କିଛି ଏଇ ଜାଗାରେ ମୁଁ ହଉଛି ପଢେଇଲି ଧର କଣ ଫଣ୍ଡାମେଣ୍ଟାଲ ରାଇଟ୍ସ ଫାର୍ଷ୍ଟ କିମ୍ବା ତମର କନଷ୍ଟିଟ୍ୟୁସନ ଫାର୍ଷ୍ଟ ମୁଁ ତମକୁ ଗୋଟେ ଇଣ୍ଟ୍ରୋଡକ୍ସନ ଦେଲି ନା ଯେ ହ୍ୱାଟ ଇଜ ଆମର ହଉଛି କଣ কনস্টিটিউশন ଗୋଟେ ইন্ট্রোডাকশন দেলে সেইভাবে ଆମ কনস্টিটিউশন ভিতরে হোয়াট ইজ কনস্টিটিউশন তাକୁ କିଏ ଡେସ୍କ୍ରାଇବ କରୁଛି ପ୍ରିଆମ୍ବଲ হোয়াট ଇଜ ମାନେ ଫର ଦ କ୍ୟାରେକ୍ଟର ଅଫ ଦି ଆୱାର ନେସନ ତାକୁ କିଏ ଜଷ୍ଟିଫାଇ କରୁଛି ଆମର ପ୍ରିଆମ୍ବଲ ଯେ ଆମ ଦେଶର କଣ କଣ ଗୁଣ ରହିବା ଦରକାର ସେ କିଏ ତାକୁ ଜଷ୍ଟିଫାଇ କରୁଛି ଆମର ପ୍ରିଆମ୍ବଲ ଜଷ୍ଟିଫାଇ କରୁଛି ଇଣ୍ଟ୍ରୋଡକ୍ଟରି ଷ୍ଟେଟମେଣ୍ଟ ଆମର ହଉଛି ପ୍ରିଆମ୍ବଲ କେବେ ହଉଛି ଆଡପ୍ଟ କରାଯାଇଥିଲା ଇଟ ୱାଜ ଆଡପ୍ଟେଡ ବାଇ ଦ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ଅଫ ଇଣ୍ଡିଆ ନଭେମ୍ବର 26 1949 କେମ୍ ଇନଟୁ ଦି ଇଫେକ୍ଟ ଜାନୁଆରୀ 26 1950 ରେ ଆମ ଲୋକଲୋଚନକୁ ଆସିଥିଲା ତ କନଷ୍ଟିଚ୍ୟୁଟ ପ୍ରିଆମ୍ବଲ ଅନୁସାରେ ଆମର ଯୋଉ କଣ୍ଟ୍ରି ଅଛି ସେ କୋଉ ଭଳି ହବା ଦରକାର ସଭରେନ୍ ହବା ଦରକାର ଡେମୋକ୍ରାଟିକ ହବା ଦରକାର ରିପବ୍ଲିକ ହବା ଦରକାର ଏଭଳି ଆଉ ହଉଛି sovereign socialist federalism হওয়া দরকার the preamble contains the ideals objectives and basic principle of the constitution ଆମ constitution ରେ ଯେତିକି ସବୁ basic principle ଅଛି fundamental rights ଅଛି objectives ଅଛି ସେ ସବୁ କିଏ ହଉଛି ଆମ preamble ହଉଛି contain କରିଛି ଏଇଟା ହଉଛି ଛୁଆ ଆମର preamble ଦେଖିବ ଟିକେ ରୁହ ମୁଁ ଜୁମ କରିଦଉଛି ଏଇଟା ହଉଛି ଆମର preamble constitution ର preamble ହଉଛି ଏଇଟା তারপরে keywords related to preamble এটা মনে রাখবে এটা এইভাবে চিত্র গোটে বনেইব ହେଲା keywords related to preamble গোটে কোন sovereign socialist secular democratic republic আর হচ্ছে liberty ହେଲା sovereign কোন না country is independent sovereign মানে হচ্ছে countryটা এই সবগুলো আমি কইবে সবগুলো হচ্ছে ডেসক্রাইব করিবে country is independent ଆମ countryটা কাହା উপরে ডিপেন্ডেন্ট ହେଇକି ରହିବ socialist কোন every individual is equal ଯେତିକି ବି ଆମର ହଉଛି ଆମର ଆମ ଭାରତରେ ଯେତିକି ବି ଲୋକ ରହୁଛନ୍ତି ସମସ୍ତେ ହଉଛନ୍ତି ଇକ୍ୱାଲ ସେ ହିନ୍ଦୁ ହଉ ମୁସଲମାନ ହଉ ସମସ୍ତେ ହଉଛନ୍ତି ଇକ୍ୱାଲ ଲିବର୍ଟି କଣ ନା ପ୍ରୋଭାଇଡିଂ ଅପରଚୁନିଟି ଫର ଦ ଡେଭଲପମେଣ୍ଟ ଅଫ ଇଣ୍ଡିଭିଜୁଆଲ ସବୁ ଲୋକଙ୍କୁ ସମାନ ଅଧିକାର ଦିଆଯିବ ତାର ଡେଭଲପମେଣ୍ଟ ପାଇଁ ଧର ଏବେ ରେସନ ବ୍ୟବସ୍ଥା ଦିଆହଉଛି ରାସନ ଦିଆହଉଛି କଣ ସେଟା କଣ ଜଣକୁ ଦିଆହଉଛି ଜଣକୁ ଦିଆହଉନି ଯଦି ଯୋଉମାନେ ବିଲୋ ପ୍ରଭର୍ଟି ଲାଇନ ରେ ଅଛନ୍ତି ସେମାନଙ୍କୁ ରାସନ ଦିଆଯାଉଛି ସେକୁଲାର ଷ୍ଟେଟ ଡଜ ନଟ ହାଭ ଏନି ରିଲିଜନ ସେକୁଲାର ମୁଁ କହିଦେଇଛି ଯେ ଷ୍ଟେଟ ର ଗୋଟେ ମାନେ ରାଜ୍ୟର ନିଜର କୌଣସି ରିଲିଜନ ସବୁ ରିଲିଜନ ଲୋକମାନେ ସେଠି ବସବାସ କରିପାରିବେ ରିପବ୍ଲିକ no one should treat the fellow citizen as inferior ମାନେ ତମେ ଆମ ଦେଶର କୌଣସି ବି ବ୍ୟକ୍ତିକୁ ହେଲା ଇନଫିରିୟର କରିପାରିବନି ନିଚ ଦେଖେଇ ପାରିବନି ସମସ୍ତଙ୍କର ମର୍ଯ୍ୟାଦା ସମାନ ରହିବ ଡେମୋକ୍ରାଟିକ ଗଭର୍ଣ୍ଣମେଣ୍ଟ ରିପ୍ରେଜେଣ୍ଟେଟିଭ ଇଲେକ୍ଟେଡ ବାଇ ଦ ପିପଲ ଡେମୋକ୍ରାଟିକ ମାନେ ଏଠି ଯୋଉ ଆମ ଇଣ୍ଡିଆର ଯୋଉ ଗଭର୍ଣ୍ଣମେଣ୍ଟ ରହିବ କିଏ ତାକୁ ଇଲେକ୍ଟ କରିବ ଆମର ଲୋକମାନେ ହିଁ ଇଲେକ୍ଟ କରିବେ ଏବେ ଲେଖିଦେବ କଣ ଏକ୍ସପ୍ଲାନେସନ ଅଫ ଦି କି ଟର୍ମସ ଅଫ ଦି ଫାର୍ଷ୍ଟ ଆସିଲା ସଭରେନ୍ ସଭରେନ୍ ମାନେ କଣ ଏଇଟା ଛୁଆ ମନେ ରଖିବ ଇଣ୍ଡିପେଣ୍ଡେଣ୍ଟ ସଭରେନ୍ ର ମାନେ ହଉଛି ଇଣ୍ଡିପେଣ୍ଡେଣ୍ଟ ହେଲା independent India is a sovereign country, meaning it has a supreme authority and it is free to make its own laws without interference from any external power. ହେଲା ଇଣ୍ଡିଆ ପାଖରେ ସେ ପାୱାର ଅଛି ଯେ ସେ ତା ନିଜ ଲ ସବୁ କନଷ୍ଟିଚ୍ୟୁଟ କରିପାରିବ ଇଣ୍ଡିଆ ଚାହୁଁଛି ଯେ ଆମର ଲୋକମାନଙ୍କୁ ଧର ମାସିକ ଭତ୍ତା 50,000 ଲେଖା ହେଲା ତାକୁ ଯାଇକି ବାହାର ଲୋକ ଆସିକି ଜଣେ ୟୁଏସ୍ ଆସିକି କହିପାରିବେ ତୁ କାହିଁକି ହଉଛି ଲୋକମାନଙ୍କୁ 50,000 ଦଉଛୁ ସିଏ ନିଜ ଲ ନିଜେ ଗଢିପାରିବ ସେଇଟା ହଉଛି sovereign sovereignty signifies that India is independent and its decisions are not controlled by foreign country ହେଲା ଫରେନ୍ ଅଥରିଟି ଦ୍ୱାରା ତାହାର ହଉଛି ଡିସିସନ କୁ କେହି କଣ୍ଟ୍ରୋଲ କରିପାରିବେ ନାହିଁ ସେ ନିଜେ ନିଜ ନ ନିଜେ ତାପରେ ହଉଛି socialist କଣ the term socialist was added on the 42 amendment act 1976 ଏ ଯୋଉ socialist term ଟା କେବେ ଆମର ହଉଛି preamble add ହେଲା 42 amendment act 1976 ଦ୍ୱାରା କଣ add ହେଲା it signifies that the state aims to achieve social economic equality for all citizens ମାନେ ଆମର ଦେଶରେ ଯେତିକି ବି ସିଟିଜେନ ଅଛନ୍ତି ଯେତିକି ବି ଲୋକମାନେ ମାନେ ବସବାସ କରୁଛନ୍ତି ସେମାନଙ୍କର social ରେସପେକ୍ଟ ହେଲା ଗୋଟେ ସୋସାଇଟି ବଞ୍ଚିବା ପାଇଁ ତାଙ୍କର ଯେତିକି ରେସପେକ୍ଟ ଦରକାର ସେ ସମସ୍ତଙ୍କର ଇକ୍ୱାଲ ହେଲା ନୁହେଁ ଯେ ଗୋଟେ ସୋସାଇଟିର ଜଣକୁ ହଉଛି ବହୁତ ନିଚା ଦେଖାଯାଉଥିବ ଆଉ ଜଣକୁ ହଉଛି ବହୁତ ପ୍ରାୟୋରିଟି ଦିଆଯାଉଥିବ ନା ସେ ସମସ୍ତେ ହଉଛନ୍ତି ଗୋଟିଏ ସୋସାଇଟିର ସମସ୍ତେ ହଉଛନ୍ତି ଇକ୍ୱାଲ It indicates the government's commitment to reducing inequalities, providing equal access to resource and promoting social welfare. ଧରେ ଗୋଟେ ଗାଁର ଗୋଟେ ନଳକୂପ ଅଛି
ହେଲା ଗୋଟେ ସରକାର ଦ୍ୱାରା ଗୋଟେ ନଳକୂପ ଅଛି, ସେଇ ରିସୋର୍ସେସଟାକୁ ସମସ୍ତେ କଣ କରିପାରିବେ, ଉପଯୋଗ କରିପାରିବେ। ଗୋଟେ ରାସ୍ତା ଅଛି ରାଜରାସ୍ତା, ସେଠି କଣ ତାକୁ ମନା କରିଦେଇଛି ଏ ତୁ ଏ ରାଜରାସ୍ତାରେ ଯିବୁନି ସେ ଏ ରାଜରାସ୍ତାରେ ଯିବୁ, ସେମିତି କୁହାହେଇଛି କୁହାହେଇନି, ସମସ୍ତେ ସରକାରର ରିସୋର୍ସେସକୁ ତମେ ହଉଛି କଣ କରିବେ ୟୁଜ କରିପାରିବ। While India is a mixed economy, the socialist ideals focus on ensuring that wealth and resources are distributed in a beneficial way. ଇଣ୍ଡିଆର ଯୋଉ ୱେଲ୍ଥ ଆଉ ରିସୋର୍ସେସ୍ ଅଛି ତାକୁ ସମାନ ଭାବରେ ଲୋକମାନଙ୍କ ଭିତରେ ବଣ୍ଟା ଯାଉ। ହେଲା, ଯେତିକି ବି ଲୋକମାନଙ୍କ ଭିତରେ ଧର ଏଇ ଯୋଉ ସୁଭଦ୍ରା ଯୋଜନା ଆସେ, ସୁଭଦ୍ରା ଯୋଜନା କଣ କୁହାଗଲା ଯେ 21 ଇୟର୍ସରୁ ଉପରକୁ ଯେତିକି ଗାର୍ଲସ ମାନେ ରହିଲେ କିମ୍ବା ମହିଳାମାନେ ରହିଲେ ସେମାନଙ୍କୁ ସୁଭଦ୍ରା ଯୋଜନାର ପଇସା ଦିଆଯିବ। ସେଠି କଣ କହି ଦିଆହେଇଥିଲା କି ନା ହଉଛି ତମର ହଉଛି ମୁସଲମାନ ମାନଙ୍କୁ ମିଳିବନି, କି ୟାକୁ ମିଳିବନି, ତାକୁ ଖ୍ରୀଷ୍ଟିଆନ ମାନଙ୍କୁ ମିଳିବନି, ସେମିତି କିଛି କହିଥିଲେ ସମସ୍ତଙ୍କୁ ଯେତିକି ବି ଆମ ସରକାର ଆମ ଦେଶର ଯେତିକି ୱେଲ୍ଥ ଆଉ ରିସୋର୍ସେସ୍ ଅଛି ତାକୁ ପ୍ରପରଲି ଆମେ ହଉଛି କଣ କରିବା ବାଣ୍ଟି ଦବା ଲୋକମାନଙ୍କ ଭିତରେ। ସେକୁଲାରିଜିମ ଆଗରୁ କହିଛି ବହୁତ ଥର କହିଛି ଯେ ଫ୍ରିଡମ ଟୁ ଅଫ ରିଲିଜନ। ଆମ ଦେଶର ଆମ ଯୋଉ ପଢେଇ ଦଉଛି ଆଉଥରେ, ସେକୁଲାରିଜିମ ମିନ୍ସ ଦ୍ୟାଟ ଷ୍ଟେଟ ଡଜ ନଟ ଫେଭର ଏନି ରିଲିଜନ ଓଭର ଅଦର୍ସ। ମାନେ ଗୋଟେ ଷ୍ଟେଟରେ କେବଳ ଗୋଟେ କଣ ରିଲିଜନକୁ ପ୍ରାୟୋରିଟି ଦବନି, ଯେ ଓଡିଶାର ରୁଲ ଆସିବନି ଯେ ଏଇ ଆମର ହଉଛି ଏଇ ଯୋଉ ବନା ହେଲା ଆମର ହଉଛି ସୁଭଦ୍ରା ଯୋଜନାଟା କେବଳ ଖାଲି ହଉଛି ହିନ୍ଦୁ ଲୋକଙ୍କ ପାଇଁ, ସେମିତି ନୁହଁ, ପୁରା ଆମ ଓଡିଶାର ଯେତେ ବି ରିଲିଜନ ଅଛନ୍ତି ସମସ୍ତଙ୍କ ପାଇଁ ସୁବିଧା ସୁଯୋଗ ଦିଆଯିବ। ତାପରେ ଡେମୋକ୍ରେଟିକ କହିଛି ଆଗରୁ, ହେଲା ଡେମୋକ୍ରେଟିକ ମାନେ ଆମ ଇଣ୍ଡିଆ ଇଜ ଏ ଡେମୋକ୍ରେଟିକ କଣ୍ଟ୍ରି ହ୍ୱେୟାର ଦି ଗଭର୍ଣ୍ଣମେଣ୍ଟ ଇଜ ଇଲେକ୍ଟେଡ ବାଇ ଦି ପିପଲ। ଏଟା ଆମେ ବହୁତ ଥର ଜାଣିଛୁ ଡେମୋକ୍ରେଟିକ ମାନେ କଣ, ଇଲେକ୍ସନ କାହା ଦ୍ୱାରା ହବ, ଆମର ଲୋକମାନଙ୍କ ଦ୍ୱାରା ହଉଛି ଇଲେକ୍ସନ ହେବେ। ଯୋଉ ବି ଗଭର୍ଣ୍ଣମେଣ୍ଟ ହଉଛି ଇଲେକ୍ଟ ହବ, ବିଜେପି ହଉ ବିଜେପି ହଉ କଂଗ୍ରେସ ହଉ ଯିଏ ବି ହଉ, ସେ କାହା ଦ୍ୱାରା ଇଲେକ୍ସନ ହବ ଇଲେକ୍ଟେଡ ହବ, ପିପୁଲ ମାନଙ୍କ ଦ୍ୱାରା ଇଲେକ୍ଟେଡ ହବ। ହେଲା, it opposes the principle of a majority rule, ହେଲା, while also protecting the interest and the rights of minorities। ମାନେ ଏଇ ଯୋଉ ଆମର ହଉଛି ଆମ ଇଲେକ୍ସନ କଣ ଆସେ, ଯୋଉ ଦଳଟା ମେଜରିଟି ହଉଛି ଇଏ କରିଥିବ, ମାନେ ଧରେ ବିଜେପି ପାଇଲା ବହୁତ ହଉଛି ସିଟ୍ ପାଇଲା, ବିଜେଡି ତୁଳନାରେ ବିଜେଡି ଟିକେ ଅଧିକା ସିଟ୍ ପାଇଲା, ତ ବିଜେପି କି କଣ କରିଦିଆ ହେଲା ଆମର ଗଭର୍ଣ୍ଣମେଣ୍ଟ ଚୁନା ହେଲା। କିନ୍ତୁ କଣ ଆମର କଣ ବିଜେଡି କି କଥା ଆମେ ଶୁଣୁନାହାନ୍ତି, ପୁରା 5 ବର୍ଷ ସାରା ଆମେ ବିଜେଡି କଥା ଶୁଣୁନାହାନ୍ତି କି ଅପୋନେଣ୍ଟ ପାର୍ଟିର କଣ ରହୁଛି ବିଜେଡି ରହୁଛି, ସେଇ କଥା କୁହାହଉଛି ଅଲସୋ ପ୍ରୋଟେକ୍ଟିଂ ଦ ଇଣ୍ଟରେଷ୍ଟ ଅଫ ମାଇନରିଟିଜ। ଯୋଉ ଅଲଗା ଦଳଟା ଟିକେ କିଛି ପଏଣ୍ଟରୁ ହାରିଗଲା ତା କଥା ମଧ୍ୟ ପୁରା 5 ବର୍ଷ ଯାଏଁ ଶୁଣା ଯିବ। ଡେମୋକ୍ରେସି ଇନ ଇଣ୍ଡିଆ ଇଜ ବେସ୍ଡ ଅନ ୟୁନିଭର୍ସାଲ ଆଡଲ୍ଟ ସଫରେଜ। ଆଡଲ୍ଟ ସଫରେଜ କଥା ମୁଁ ଫାର୍ଷ୍ଟ କହିକି ଆଇଛି କଣ ନା ରାଇଟ ଟୁ ଭୋଟ, ହେଲା 18 ବର୍ଷ ପାର ହେଇଛି ମାନେ ତାକୁ ଭୋଟ ଦବାର ଅଧିକାର ଅଛି। ତାପରେ ରିପବ୍ଲିକ କଣ ନା ଇଣ୍ଡିଆ ଇଜ ଏ ରିପବ୍ଲିକ ମିନ୍ସ ହେଡ ଅଫ ଷ୍ଟେଟ ଦ ପ୍ରେସିଡେଣ୍ଟ ଇଜ ଇଲେକ୍ଟେଡ ନଟ ଓନଲି ହେରିଡିଟାରୀ ମନାର୍କ। ହେରିଡିଟାରୀ ମନାର୍କ ମୁଁ କହିଛି ଯେ ରାଜାର ପୁଅ ଯଦି ରାଜା ହେଲା ତାହେଲେ ସେଟା ହଉଛି ହେରିଡିଟାରୀ ମନାର୍କ, କିନ୍ତୁ ଆମର ସେମିତି ହୁଏ କି ଆମର ଏଠି ପ୍ରେସିଡେଣ୍ଟ କେମିତି ଇଲେକ୍ଟ ହୁଏ, ଲୋକମାନଙ୍କ ଦ୍ୱାରା ଇଲେକ୍ଟେଡ ହୁଏ। ହେଲା ଆକାଉଣ୍ଟେବଲ ଟୁ ଦି ଲିଡରସିପ ଇଜ ଆକାଉଣ୍ଟେବଲ ଟୁ ଦି ପିପୁଲ। ହେଲା, ଲୋକମାନେ ହଉଛି ଲିଡର ନେଇକି ଗୋଟେ ଜଣକୁ ହଉଛି ପ୍ରେସିଡେଣ୍ଟ ଭାବରେ ନିଯୁକ୍ତି କରିଥାନ୍ତି। ତାପରେ ଜଷ୍ଟିସ, the preamble premises the securing of justice for all citizens, the three dimensions of justice। ଆମ ଜଷ୍ଟିସ ଯୋଉ ଅଛି ତିନି ପ୍ରକାର ଜଷ୍ଟିସ ଅଛି, କଣ ସୋସିଆଲ ଜଷ୍ଟିସ, ଇକୋନୋମିକ ଜଷ୍ଟିସ, ପଲିଟିକାଲ ଜଷ୍ଟିସ। ସୋସିଆଲ ଜଷ୍ଟିସ କଣ ଏନ୍ସରିଂ ଇକ୍ୱାଲିଟି, ଏଲିମିନେଟିଂ ଡିସ୍କ୍ରିମିନେସନ ବେସ୍ଡ ଅନ କାଷ୍ଟ ରିଲିଜିଅନ ଆଉ ଜେଣ୍ଡର। ସୋସାଇଟିର ଯେତିକି ସବୁ ହଉଛି ଆମର ହଉଛି ଯାହାକୁ ନେଇକି ଡିସ୍କ୍ରିମିନେସନ ହୁଏ ମାନେ ଭେଦଭାବ ହୁଏ, କାହାକୁ ନେଇକି କାଷ୍ଟକୁ ନେଇକି, ରିଲିଜିଅନକୁ ନେଇକି, ଜେଣ୍ଡରକୁ ନେଇକି, ହେଲା ପୁଅ ଝିଅଙ୍କୁ ନେଇକି, ତାପରେ ହଉଛି ତମର ହଉଛି କଣ ଏସି ଏସଟି ମାନଙ୍କୁ, ଏସି ଏସଟି ଜେନେରାଲ ଏସବୁ ନେଇକି ଯୋଉ ଡିସ୍କ୍ରିମିନେସନ ହୁଏ ତାକୁ ଡିସ୍କ୍ରିମିନେସନ ରହିବ ନାହିଁ। ଇକୋନୋମିକ ଜଷ୍ଟିସ କଣ, ଇକୋନୋମିକ ଜଷ୍ଟିସ ମାନେ କଣ reducing disparities in wealth and ensuring fair access to economic resources। ଆମ ଦେଶର ଯାହା ବି ଇକୋନୋମିକ ରିସୋର୍ସେସ୍ ଅଛି, ଯାହା ବି ଆମର ହଉଛି ଦେଶର ହଉଛି ୱେଲ୍ଥ ଆଉ ଅଛି ତାକୁ ସମସ୍ତେ ସମାନ ଭାବରେ ଉପଯୋଗ କରିପାରିବେ। ହେଲା, ହିନ୍ଦୁ ଆମର ହଉଛି ସରି ହିନ୍ଦୁ କହୁଛି ଆମର ଗରିବ ଆଉ ଧନୀ ଭିତରେ କୌଣସି ପାର୍ଥକ୍ୟ ରହିବ ନାହିଁ, ସମସ୍ତେ ତାକୁ ଠିକ ସେ ଉପଯୋଗ କରିପାରିବେ। ତାପରେ ପଲିଟିକାଲ ଜଷ୍ଟିସ ଇନସୁରିଂ ଇକ୍ୱାଲ ପାର୍ଟିସିପେସନ ଇନ ପଲିଟିକାଲ ପ୍ରୋସେସ ପ୍ରୋଟେକ୍ଟିଂ ସିଟିଜେନସିପ ରାଇଟ୍ ଆଣ୍ଡ ଫ୍ରିଡମ। ଯଦି ଗୋଟେ ଲୋକଟେ ଚାହୁଁଛି ଗୋଟେ ବିଜେଡି କୁ ଛାଡିକି ବିଜେପି କୁ ଯାଇକି ମିଶିବା, ତାକୁ ତମେ ରହିବ କରିବନି ଯେ ନା ତୁ ବିଜେପି ତୁ କାହିଁକି ବିଜେଡି କୁ ଯାଇଛୁ, ହେଲା ସେ କଥା ସିଏ ତାକୁ ହଉଛି କଣ ଫ୍ରିଡମ ଦିଆଯିବ, ସେ ଯୋଉ ପଲିଟିକାଲ ପ୍ରୋସେସ ପଲିଟିକାଲ ପାର୍ଟିରେ ଯାଇକି ବସିବା ପାଇଁ ଚାହୁଁଛି ସେଇ ପଲିଟିକାଲ ପାର୍ଟିରେ ମିଶି ପାରିବ। ତାପରେ ଲିବର୍ଟି, ଲିବର୍ଟି ଆମେ କହୁଛେ ରାଇଟ୍ ଟୁ ଲିଭ୍, ହେଲା ଗୋଟେ ପ୍ରିଆମ୍ବଲ ଗ୍ୟାରେଣ୍ଟିଜ୍ ଲିବର୍ଟି ଟୁ ଥଟ୍ ଏକ୍ସପ୍ରେସନ ବିଲିଭ ଫେଥ୍ ୱର୍ସିପ। ହେଲା, ଗୋଟେ ଲୋକଟେ ଚାହୁଁଛି ସେ କଣ ଦୁର୍ଗାଙ୍କର ପୂଜା କରିବ, ହେଲା ସେ ତାକୁ କଣ ତମେ ହଉଛି ମନା କରିବ କି ତୁ କାହିଁ ପୂଜା କରୁଛୁ, ସିଏ ତାର ହଉଛି ଯୋଉ ଫେଥ୍ ଅଛି, ବିଲିଭ ଅଛି, ସିଏ ହଉଛି ଯୋଉ ଏକ୍ସପ୍ରେସନ କରୁଛି, ଗୀତ ଗାଉଛି କି ଗପ କହୁଛି କି ହଉଛି ଡ୍ୟାନ୍ସ କରୁଛି, କିମ୍ବା ସେ ଗୋଟେ ଜଣଙ୍କ ବିଷୟରେ ଡିବେଟ ଦଉଛି, ତା ପାଖରେ ଫୁଲ ଫ୍ରିଡମ ଅଛି, ସିଏ ଯାହା ଚାହିଁବ ସେଇଆ ସେ କରିପାରିବ ୱିଦାଉଟ୍ ଏନି ରେଷ୍ଟ୍ରିକ୍ସନ। ବୁଝିପାରିଲେ। ତାପରେ ହଉଛି ଇକ୍ୱାଲିଟି, ଇକ୍ୱାଲିଟି କଣ ଦ ପ୍ରିଆମ୍ବଲ ଏମ୍ଫାସିସ୍ ଇକ୍ୱାଲିଟି ଅଫ ଦି ଷ୍ଟାଟସ ଆଣ୍ଡ ଅପରଚୁନିଟି। ହେଲା, ପ୍ରିଆମ୍ବଲ କଣ କହୁଛି ଆମ ଯୋଉ ସମସ୍ତଙ୍କୁ ସମାନ ଭାବରେ ଅପରଚୁନିଟି ମିଳିବ। ଏଇଟା ଆଗରୁ ଟିକେ କହିଛି ଏଲଟିଆର ଏକ୍ସାମ କଥା, ଯେ ଯଦି ଗୋଟେ
ପବ୍ଲିକ ଅପରଚ୍ୟୁନିଟି ବାହାରୁଛି ତାହେଲେ ବିନା ବାଛ ବିଚାରରେ ସମସ୍ତେ ସେ ଅପରଚ୍ୟୁନିଟିର ଲାଭ ଉଠେଇ ପାରିବେ। ହେଲା, ଏଠି ଅଲସୋ କମିଟ୍ସ ଦ ଏଲିମିନେଟିଂ ଅନଟଚେବିଲିଟି ଆଣ୍ଡ ଇକ୍ୱାଲ ଟ୍ରିଟମେଣ୍ଟ। ଅନଟଚେବିଲିଟି କଥା ମୁଁ ଆଗରୁ କହିଛି ଯେ ବାଛ ବିଚାର ଛୁଆଁ ଛୁଇଁର ଭେଦଭାବ ଉଠେଇଦେବା ଦରକାର। ସମସ୍ତେ ଆମର ଇକ୍ୱାଲିଟି, ସମସ୍ତଙ୍କୁ ଆମେ ଇକ୍ୱାଲ ଦେଖିବା। ହେଲା, ତାପରେ ଫର୍ଟିଲିଟିର ମାନେ ହଉଛି ବ୍ରଦରହୁଡ। ହେଲା, ଭାଇଚାର। ଆମେ ଆଗରୁ ପଢିଛନ୍ତି ବ୍ରଦରହୁଡ, ଭାଇଚାର। ହେଲା, the preamble envisions fraternity among the citizens, ensuring that individuals treat one another with respect and solidarity। ମାନେ କଣ କହୁଛି ଯେ ଭାଇ ଆମର ପ୍ରିଆମ୍ବଲ କଣ କହୁଛି, ଆମର ଯୋଉ ସିଟିଜେନ, ଆମର ଯୋଉ ଦେଶର ଭାରତର ଯୋଉ ନାଗରିକ ମାନେ ରହିଲେ ସମସ୍ତଙ୍କ ଭିତରେ ବ୍ରଦରହୁଡ ରହିବା ଦରକାର। ବ୍ରଦରହୁଡ ମାନେ ଭାଇଚାରା ରହିବା ଦରକାର। ଜଣେ ଆଉ ଜଣଙ୍କୁ ରେସପେକ୍ଟ କରୁଥିବ, ଆଉ ଜଣଙ୍କୁ ସପୋର୍ଟ କରୁଥିବ। ହେଲା, it significantly mentions the dignity of individual and unity and integrity of the nation। ये ସମସ୍ତେ ଆମର ଗୋଟେ, ସମସ୍ତଙ୍କ ଉଦ୍ଦେଶ୍ୟ ଗୋଟେ ହବା ଦରକାର, ଆମେ ଆମ ନେସନଟାକୁ ଇଣ୍ଟିଗ୍ରିଟି କରିବା। ଇଣ୍ଟିଗ୍ରିଟି ମାନେ କଣ, ଏକାକୁ ମାନେ ମିଶେଇ ଦବା। ହେଲା, ୟୁନିଟି କରିବା। ଆମର ହଉଛି ଆମ ନେସନଟାକୁ ମିଶିକି ସମସ୍ତେ ଆମ ନେସନର କମନ ଗୋଲ ଆଚିଭ ପାଇଁ ଆମେ ହଉଛି କାମ କରିବା। ହେଲା, ତାପରେ ହଉଛି conclusion କଣ, the preamble of the Indian Constitution establishes the India country's guiding principle and the values that constitution aim to achieve। ହେଲା, constitution ର ଯେତିକି ଗୋଲ ଅଛି, ଆମର ହଉଛି ଅବଜେକ୍ଟିଭ ଅଛି, preamble ସେଟା ହେଲ୍ପ କରିଥାଏ ତାକୁ ଆଚିଭ କରିବା ପାଇଁ। ହେଲା, constitution କଣ କରୁଛି, ଆମ ଇଣ୍ଡିଆକୁ ବନେଇବା ପାଇଁ ଚାହୁଁଛି ଗୋଟେ କଣ, ଧର୍ମ ନିରପେକ୍ଷ କଣ ରାଷ୍ଟ୍ର ବନେଇବା ପାଇଁ ଚାହୁଁଛି। ହେଲା, ତାକୁ ହଉଛି ପ୍ରିଆମ୍ବଲ କଣ କରିବ, ସପୋର୍ଟ କରିବ। ହେଲା, ତାକୁ ଆଚିଭ କରିବା ପାଇଁ ପ୍ରିଆମ୍ବଲ ହେଲ୍ପ କରିବ। ଇଟ ଇଜ ଏ କି ପାର୍ଟ ଅଫ କନଷ୍ଟିଟ୍ୟୁସନ ଆଣ୍ଡ ସୁଡ ବି ଅଣ୍ଡରଷ୍ଟୁଡ ବାଇ ଅଲ ସିଟିଜେନ। ଯଦି ଜଣେ ପ୍ରିଆମ୍ବଲ କୁ ପଢି ଦଉଛି, ହେଲା, ମୁଁ ପ୍ରିଆମ୍ବଲ ଟା ଆଉଥରେ କହିଦେବି, ଯଦି ଜଣେ ପ୍ରିଆମ୍ବଲ କୁ ପଢି ଦଉଛି ତାହେଲେ ସିଏ ଆମ କଣ୍ଟ୍ରି ବିଷୟରେ ଭଲିକି ପୁରା ବୁଝି ନବ। ତ ପ୍ରିଆମ୍ବଲ ଇଜ ବେସ୍ଡ ଅନ ଦ ପ୍ରିନ୍ସିପଲ ଅଫ ଜଷ୍ଟିସ, ଲିବର୍ଟି, ଇକ୍ୱାଲିଟି ଆଣ୍ଡ ଫର୍ଟିଲିଟି। ଏ ସବୁ ମୁଁ କିଛି ଦେଇଛି। ଜଷ୍ଟିସ ମାନେ କଣ, ଲିବର୍ଟି କଣ, ଇକ୍ୱାଲିଟି କଣ, ଆଉ ଫର୍ଟିଲିଟି କଣ। ବୁଝିପାରିଲ ପୁରା ବିଷୟଟା। ହେଲା, ମୁଁ ଗୋଟେ କଥା ହଉଛି ଆପଣଙ୍କ ସହ ସେୟାର କରୁଛି। ମୁଁ ଏଇ ଯୋଉ ଭିଡିଓଟାକୁ ମୁଁ ଫାଷ୍ଟ ଥର ବନେଇଥିଲି, ବଟ୍ ମୁଁ ପୁରା ଭିଡିଓ ବନେଇ ସାରିଲା ପରେ ଦେଖୁଛି ଯେ ମୋର ରେକର୍ଡିଂଟା କିଛି ବାଇ ଫଲ୍ଟ ଆବାଜ ଆସୁନାହିଁ। ତ ମତେ ପୁଣି ତାକୁ କାଟିକି ଆଉ ଥରେ ପୁଣି ଭିଡିଓ ବନେଇବା ପାଇଁ ପଡିଲା। ତ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଯଦି ଭିଡିଓଟି ପସନ୍ଦ ଆସିଲା, ଭିଡିଓକୁ ଲାଇକ୍ କରିବେ ଆଣ୍ଡ ମତେ କମେଣ୍ଟରେ କହିବେ ଆପଣଙ୍କୁ କୋଉ ଭଳିଆ ଭିଡିଓଟା ଲାଗେ। ଯଦି ଆପଣ ଏଇ ନୋଟଟାକୁ କିଣିବା ପାଇଁ ଚାହୁଁଛନ୍ତି, ଭଲିକି ଲେଖା ହେଇଛି, ଯଦି ଆପଣ ପୁରା ଭଲ ମାନେ କଣ ଚିତ୍ର ଚିତ୍ର କରିକି ଲେଖା ହେଇଛି, ଯଦି ଆପଣ କିଣିବା ପାଇଁ ଚାହୁଁଛନ୍ତି ମୋର ହ୍ୱାଟ୍ସଆପ ନମ୍ବରରେ ଆପଣ ମତେ ମେସେଜ କରିବେ, ମୁଁ ଆପଣଙ୍କୁ এই নোটটা প্রোভাইড କରିଦେବି। ଯଦି ଆପଣ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ ଆଉ ଲାଇକ୍ କରିକି ଯିବେ। ଥ୍ୟାଙ୍କ ୟୁ ଭେରି ମଚ୍। ଏଇଟା ହେଉଛି ମୋ ହ୍ୱାଟ୍ସଆପ ନମ୍ବର। କଷ୍ଟ କଥା ଯଦି ପଚାରିବେ, ଏଇ ନୋଟଟା ହେଉଛି ଯଦି ପ୍ରତି ଆମର କଣ୍ଟେମ୍ପରାରୀ ଇଣ୍ଡିଆ ଆଣ୍ଡ ଏଜୁକେସନର ଯଦି ନୋଟ ଚାହୁଁଛନ୍ତି ତାହେଲେ 99 ରୁପିସ୍। ଯଦି ଚାରିଟା ମଧ୍ୟ ନୋଟ ଆପଣ ପାଇବା ପାଇଁ ଚାହୁଁଛନ୍ତି 350 ରୁପିସ୍ ଦେଇକି ଆପଣ ନେଇପାରିବେ। ଥ୍ୟାଙ୍କ ୟୁ, ଧନ୍ୟବାଦ।